मन्नाथ श्री जगन्नाथ मदगुरु श्री जगतगुरु मदात्मा सर्वभूतात्मा तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। शरणागत दीनार्थ परित्राणपरायणे सर्वसाते हरे देवी नारायणी नमस्तुते। क्रियायोग परंपरार समस्त गुरुमानक मु प्रणाम करुछि। विश्वर प्रत्येक संप्रदायर गुरुमानक मु प्रणाम करुछि। उपस्थित भागवत स्वरूपगण सबुरी भितरे जगन्नाथ को उपलब्धि करी प्रणाम करुछि। आज जुलाई 26 तारीख 2026 मसीहा रविवार। श्रद्धा विश्वास भक्ति आध्यात्मिक जीवनर बा धार्मिक जीवनर होउची मूल कथा। आपरे विशेष आलोचना होइची। जा भितर श्रद्धा नहीं, विश्वास नहीं, भक्ति नहीं, समर्पण भावटा नहीं, तार आध्यात्मिक जीवन रे कौनसी उन्नति हुए नहीं। से धर्म जगतर प्रकृत रस को आस्वादन करिपारे नहीं। मनरे गोटे प्रश्न उठे, कहीं हृदय रे आमर भक्ति भावटा जाग्रत हो नहीं। भक्ति भाव जाग्रत न होबार कारण मान कौन? समस्ते पदे पदे कथारे कहती हृदय रे मन रे भक्ति नहीं तो किछि नहीं। आ भक्तिटा सर्वश्रेष्ठ कथा। वास्तव रे धर्म जगत रे भक्तिटा सर्वश्रेष्ठ नुहे। भक्ति उपरे आउ गोटे कथा अच्छी हूँ प्रेम बा भल पाइबा। प्रकृत प्रेमटा कौन कहीं प्राय जानती नहीं। समस्ते आजिकल दुनिया रे कहउचंती मु तुमको भल पाउछि। आजिकल बहुत पुओ झियो भल पाइकी विवाह होउचंती। बहुत लोक भितर भल पाइकी बंधुता संपर्क स्थापन होउछि। मु तुमको बहुत भल पाए ताको इंग्लिश रे कहउचंती आई लव यू। किंतु प्रकृत भल पाइबाटा कौन क्या जना ना। भल पाइबाटा को कौन सी भाषा रे एक्सप्रेस करी हुए नहीं, परिप्रकाश करी हुए नहीं। जहाँ भितर श्रद्धा नहीं, जहाँ भितर विश्वास नहीं, जहाँ भितर भक्ति नहीं, ता भितर भल पाइबाटा केमिति आसीबो? जे भल पाइछि प्रकृत रे सेटी भविष्यत रे केतबले कौन सी प्रकार विशृंखला आ सृष्टि हुए नहीं। प्रकृत जे भल पाइछि जेते बाधा विघ्न
ପ୍ରତିବନ୍ଧକ ଆସୁ ସେଇଥିପାଇଁ କି ତାର ଭଲ ପାଇବାଟା ସେଇଭଳି ଅତୁଟ ରହେ, ଅର୍ଥାତ୍ ତ୍ରୁଟି ହୁଏ ନାହିଁ। ସେଠି କେବଳ ନିଆଁ, ଧୂଆଁ ନାହିଁ। ତା ଅର୍ଥ ଧୂଆଁ ଆସିଲେ ଆଖି ପୋଡ଼ିବ, ନାକରେ ପଶିକି ଛିଙ୍କ ହେବ, ଭାରି କଷ୍ଟ ଲାଗିବ, ଆଖିରୁ ଲୁହ ଗଡ଼ିବ। ନିଆଁ ଜଳୁଥିଲେ ଧୂଆଁ ଆସିବ ନାହିଁ, ଆଖି ପୋଡ଼ିବ ନାହିଁ, କି ନାକରୁ ଛିଙ୍କ ଆସିବ ନାହିଁ, କି ନାକରୁ ପାଣି ଆସିବ ନାହିଁ, ଆନନ୍ଦ ଲାଗିବ। ତେଣୁ ଭଲ ପାଇବାଟା କ'ଣ ହୁଏ ନା ଏଥିରେ କର୍ମରେ ଦେଖେଇ ହୁଏ, ସେଟା ବାକ୍ୟରେ ପରିପ୍ରକାଶ କରି ହୁଏ ନାହିଁ। ତେଣୁ ଆମ ହୃଦୟରେ ଭକ୍ତିଭାବଟା କ'ଣ ପାଇଁକି ଆସୁନାହିଁ? ତା ମୂଳରେ ଦୁଇଟି କାରଣ। ଗୋଟିଏ କାରଣ ହେଉଛି ଆମର ଶାସ୍ତ୍ର ଜ୍ଞାନ ନାହିଁ। କେଉଁ ଶାସ୍ତ୍ର ନା ଆଧ୍ୟାତ୍ମିକ ଶାସ୍ତ୍ର, ଯେଉଁଟା ସ୍ପିରିଚୁଆଲ ସ୍କ୍ରିପ୍ଚର, ଧର୍ମଗ୍ରନ୍ଥ ଆମର ପାଠ କରିନେ। ବେଦ ପଢ଼ିନେ, ବେଦାନ୍ତ ପଢ଼ିନେ, ଉପନିଷଦ ପାଠ କରିନେ, ବ୍ରହ୍ମସୂତ୍ର ପଢ଼ିନେ, ଭଲ ଭାବରେ ଗୀତାକୁ ପଢ଼ିନେ, ଭଲ ଭାବରେ ଭାଗବତକୁ ଆମେ ପଢ଼ିନେ। ଏସବୁ ବ୍ୟାସଦେବ କାହିଁକି ରଚନା କଲେ? କ'ଣ ଲେଖିକି ଥୋଇଦେଲେ ଏ ଲେଖା ହିଁ ଥୁଆ ହେଇଥାଉ, କି ଯେଉଁମାନେ ପଢ଼ିଲେ ସେମାନେ ପଢ଼ିକି ସେମିତି ରୁହନ୍ତୁ? ନା କ'ଣ ପାଇଁ ଲେଖିଲେ? ଲୋକମାନେ ପଢ଼ିବେ, ବୁଝିବେ, ଜୀବନରେ କାର୍ଯ୍ୟକାରୀ କରିବେ। କାର୍ଯ୍ୟକାରୀ କଲେ କ'ଣ ହେବ ନା ତାଙ୍କର ମାନବ ଜନ୍ମ ସାର୍ଥକ ହେବ। କ'ଣ ମାନବ ଜନ୍ମ ସାର୍ଥକ ହେବ ନା ସେ ପ୍ରକୃତରେ ଜୀବନର ମୂଲ୍ୟଟାକୁ ବୁଝିପାରିବେ, ତାଙ୍କର ଚେତନା ଜାଗ୍ରତ ହେବ। ସେମାନେ ଜାଣିପାରିବେ ଯେ ମନୁଷ୍ୟ କ'ଣ, କେଉଁଠି ଥିଲା, କେଉଁଠାକୁ ଆସିଛି, କେଉଁଠାକୁ ଯିବ, ଏବଂ ଏ ସୃଷ୍ଟିଟା କାହାର, ଏ ସୃଷ୍ଟିର ସ୍ରଷ୍ଟା କିଏ, ସ୍ରଷ୍ଟା ସହିତ ଆମର ରିଲେସନ୍ଟା କ'ଣ, ଏଇ ସ୍ରଷ୍ଟା ସହିତ ଆମକୁ କିଏ ସଂଯୋଗ କରେଇଦେବେ, କିଏ ଯୁକ୍ତ କରେଇଦେବେ, ଆମେ ସ୍ରଷ୍ଟାଙ୍କୁ କେମିତି ଜାଣିବା, କେମିତି ଚିହ୍ନିବା, କେମିତି ଦର୍ଶନ ଉପଲବ୍ଧି କରିପାରିବା। ଏହିସବୁ କଥା ଶାସ୍ତ୍ରରେ ବିଶେଷ ଭାବରେ ଲେଖାଯାଇଛି। ତେଣୁ ଆମର ଦୀକ୍ଷା ଗ୍ରହଣ କରିଛେ, କିନ୍ତୁ ଆମର ଶାସ୍ତ୍ର ଜ୍ଞାନ ନାହିଁ। ଯଦି ବେଦ ନ ପଢ଼ିପାରିବେ, ବେଦାନ୍ତ ନ ପଢ଼ିପାରିବେ, ଉପନିଷଦ ନ ପଢ଼ିବେ, ସବୁ ଗ୍ରନ୍ଥର ସାରାଂଶଟା କେଉଁଥିରେ ନା ଭଗବତ ଗୀତାରେ ଅଛି। ତେଣୁ କେତେଜଣ ପ୍ରତ୍ୟହ ଭଗବତ ଗୀତାକୁ ପାଠ କରୁଛ? କେତେଜଣ ପାଠ କରୁଛ? ଘରେ ସମସ୍ତେ ଭଗବତ ଗୀତାକୁ ପାଠ କରୁଛ କି? ଆମେ ସନାତନୀ କି ଆମେ ହିନ୍ଦୁ କହୁଛ, କେବେ ଭଗବତ ଗୀତାକୁ ପ୍ରତ୍ୟହ କେତେଟା ଅଧ୍ୟାୟ ପାଠ କରୁଛ? ଏବଂ ଭଗବତ ଗୀତାକୁ ପାଠ କରିବା ସଙ୍ଗରେ ତାକୁ ଭଲ ଭାବରେ ବୁଝୁଛ ତ? ଭଗବାନ ଅର୍ଜୁନକୁ କହିଛନ୍ତି ନା କାହାକୁ କହିଛନ୍ତି? ଆମକୁ କହିଛନ୍ତି। ଆମ ଜୀବନଟାକୁ ଆମେ କିଭଳି ଭାବରେ ନିର୍ବାହ ବା ପାଳନ କରିବା। ତେଣୁ ଆମର ଶାସ୍ତ୍ର ଜ୍ଞାନ ନାହିଁ। ଯଦି ଗୀତା ନ ପଢ଼ି ପାରୁଛନ୍ତି, ଭାଗବତ ଓଡ଼ିଆରେ ଜଗନ୍ନାଥ ଦାସ ଲେଖିଛନ୍ତି,
342ଟି ଅଧ୍ୟାୟ, 12ଟା ସ୍କନ୍ଦ, ଯାହାକୁ ବ୍ୟାସଦେବ 18,000 ଶ୍ଲୋକ କରିଥିଲେ। ତାକୁ ଜଗନ୍ନାଥ ଦାସ ଓଡ଼ିଆରେ ଲେଖିଛନ୍ତି। ସମସ୍ତେ ସଂସ୍କୃତ ପଢ଼ି ବୁଝିପାରିବେ ନାହିଁ, ସେଥିଲାଗି ଅତି ସୁନ୍ଦରରେ ନବାକ୍ଷରୀରେ ସେ ଭାଗବତକୁ ରଚନା କରିଛନ୍ତି। ସେଇଥିରେ ସମସ୍ତ ତତ୍ତ୍ୱ ଲେଖା ଅଛି। ଗୁରୁ କ'ଣ, ଶିଷ୍ୟ କିଏ, ଭଗବାନ କିଏ, ଆତ୍ମା କ'ଣ, ପରମାତ୍ମା କ'ଣ, ଶରୀର କ'ଣ, ପଞ୍ଚଭୂତ କ'ଣ, ଏବଂ ଏହିସବୁ ଗ୍ରହ ନକ୍ଷତ୍ର ତାରାଗଣ କିଏ, ଆତ୍ମା କିଏ, ପରମାତ୍ମା କିଏ, ଅବତାରୀ କିଏ, ଅବତାର କିଏ, ଜ୍ଞାନ କ'ଣ, ଶ୍ରଦ୍ଧା କ'ଣ, ବିଶ୍ୱାସ କ'ଣ, ଭକ୍ତି କ'ଣ, ପ୍ରେମ କ'ଣ, ସବୁ କଥା ଅତି ସୁନ୍ଦର ଭାବରେ ଲେଖା ଅଛି। ଯଦି ଆମର ଶାସ୍ତ୍ର ଜ୍ଞାନ ନାହିଁ, ତାହେଲେ ଆମେ କ'ଣ ଏହିସବୁ ବିଷୟରେ କିଛି ଜାଣିପାରିବା, ଜ୍ଞାନ ଲାଭ କରିପାରିବା? ସେଥିଲାଗି ଆଗ ଦୀକ୍ଷା ନା ଆଗ ଶିକ୍ଷା? ଯେ ପ୍ରକୃତରେ ଗୁରୁ, ସେ କ'ଣ କରିବେ ନା କେବେ ଦୀକ୍ଷା ଦେବାକୁ ପସନ୍ଦ କରିବେ ନାହିଁ। କାହିଁକି ପସନ୍ଦ କରିବେ ନାହିଁ? ନା, ଗୋଟେ ଲୋକ କୌଣସି ବିଷୟରେ ଜ୍ଞାନ ଲାଭ ନ କରି ସେ କ'ଣ ତାକୁ ଜାଣିପାରିବ? ତାର ଆଗ ଦରକାର ନଲେଜ। ଗୁରୁ କ'ଣ ଜାଣିନାହିଁ, ସେ କ'ଣ ଗୁରୁକୁ କେବେ ଭକ୍ତି କରିପାରିବ? ଗୁରୁଙ୍କୁ କ'ଣ ଶ୍ରଦ୍ଧା କରିପାରିବ? ଗୁରୁ କ'ଣ ବିଶ୍ୱାସ କରିପାରିବ? ଗୁରୁ କୃପା କେମିତି ଲାଭ ହୁଏ ଜାଣିନାହିଁ, ଆଶୀର୍ବାଦ କେମିତି ଲାଭ ହୁଏ ଜାଣିନାହିଁ। ବହୁତ ଲୋକ ଗୁରୁଙ୍କ ପାଖକୁ ଆସନ୍ତି, ହାତ ଯୋଡ଼ି କୁହନ୍ତି, ଆମକୁ ଟିକେ କୃପା କରନ୍ତୁ। ସବୁବେଳେ ଗୁରୁଦେବ କହୁଥିଲେ, ନା, ଗୁରୁ କୃପା କରିପାରିବେ ନାହିଁ, ପୁଣି କୃପା କରିପାରିବେ। ତୁମେ କୃପା କରିବାର କର୍ମଟା ଆଗ କର, ଫଳ ପାଇବ। ଆଗ ଫଳଟା କେମିତି ଆଶା କରୁଛ? ପ୍ରତ୍ୟେକ ଶିଷ୍ୟ ଭକ୍ତ କ'ଣ କରୁଛନ୍ତି ନା ଆଗ କୃପା ଆଶୀର୍ବାଦଟା ମାଗି ଦେଉଛନ୍ତି। ସେଇଟା ହେଉଛି କୃପା ଗୋଟେ ରେଜଲ୍ଟ, ଆଶୀର୍ବାଦ ଗୋଟେ ରେଜଲ୍ଟ। କର୍ମ କରିବାର ନାହିଁ, ଗଛ ଲଗାଇବାର ନାହିଁ, ମଞ୍ଜି ଆଣିବାର ନାହିଁ, କ୍ଷେତ୍ର ପ୍ରସ୍ତୁତ କରିବାର ନାହିଁ, ଏବଂ ଗଛ ଲଗାଇକି ତା'ର ଯତ୍ନ ନେବାର ନାହିଁ। ଆମକୁ ଟିକେ ଫଳ କାହିଁ ଫଳିଲା ନାହିଁ, ଫଳଟା ଟିକେ ଦିଅ। କି ଆଶ୍ଚର୍ଯ୍ୟ କଥା! ଗୁରୁଦେବ କୃପାଟାକୁ ବୁଝାଉଥିଲେ, କର ପାଅ। କ୍ରି ମିନ୍ସ ଟୁ ଡୁ, ଏ ମିନ୍ସ ଗେଟ୍। ଆଜ୍ ୟୁ ଡୁ ସୋ ୟୁ ଗେଟ୍। ଯାହା କରିବ ତା ପାଇବ। ମୁଁ କ'ଣ କୃପା କରିବି? ତେଣୁ ତୁମେ କର୍ମ କରିଯାଅ, ନିଶ୍ଚିନ୍ତ ଭାବରେ ତୁମକୁ ଫଳ ପ୍ରାପ୍ତି ହେବ। ମୋର ଭବିଷ୍ୟତଟା କ'ଣ? ଜଣେ ଗୁରୁଦେବଙ୍କୁ ପ୍ରଶ୍ନ କଲେ। କେତେ ସୁନ୍ଦର କଥା! ଗୁରୁଦେବ କହିଲେ, ଆପଣଙ୍କର ଭବିଷ୍ୟତଟା ଆପଣଙ୍କ ହାତରେ। ୟୁର ଡେଷ୍ଟିନ୍ ଇଜ୍ ଇନ୍ ୟୋର ହ୍ୟାଣ୍ଡ। ଇଂଲିଶରେ କହୁଥିଲେ, ଓଡ଼ିଆରେ କହୁଥିଲେ, ଆପଣ ଭାଗ୍ୟଟା ଆପଣଙ୍କ ହାତରେ। ୟୁ ଡିସାଇଡ୍ ୟୁର ଲକ୍। ପ୍ରତ୍ୟେକଟି ମୁହୂର୍ତ୍ତ, ଇଚ୍ ମୁମେଣ୍ଟ ଇଜ୍ ୟୁର ଫ୍ୟୁଚର। ତୁମେ ବସି କଥା ହେଉଛ, ତୁମେ ଭାବୁଛ ମୁଁ କଥା ହେଉଛି, ଏ ଆବଶ୍ୟକତା ଅଛି କି? ଏ କଥାର ରେଜଲ୍ଟଟା କ'ଣ? କିଛି ନାହିଁ। ଏ ଦୁନିଆରେ ଭଗବତ ପ୍ରସଙ୍ଗ ବ୍ୟତୀତ ସମସ୍ତ କଥା ମିଥ୍ୟା। ପୁଣି ଭଗବତ ପ୍ରସଙ୍ଗ ବି ମିଥ୍ୟା। କେମିତି ନା, ଯେତେ ଉଦ୍ଧବ ଶୁଣୁ ତୁ କର୍ଣ୍ଣେ, ଯିଏ ବା ଦେଖୁ ତୁ ନୟନେ, ଏ ସର୍ବ ସତ୍ୟ ନୁହେଁ କିଛି,
କେବଳ ମାୟା ମାତ୍ର ଲକ୍ଷୀ। ଇନ୍ଦ୍ରିୟମାନଙ୍କ ଦ୍ୱାରା ତୁ ଯାହା ଶୁଣୁଛୁ, ଯାହା ଦେଖୁଛୁ, ଯାହା ଗ୍ରହଣ କରୁଛୁ, ଇ ସବୁ ମିଛ। ତେଣୁ ପଦେକରେ ଶଙ୍କରାଚାର୍ଯ୍ୟ କହିଦେଲେ ବ୍ରହ୍ମଂ ସତ୍ୟ ଜଗତ ମିଥ୍ୟା। ଏପର୍ଯ୍ୟନ୍ତ ଯଦି ବ୍ରହ୍ମ ସତ୍ୟ, ଈଶ୍ୱର ସତ୍ୟ, ଜଗତ ମିଥ୍ୟା ଯଦି ଆମର ଏଇ ବୋଧ ଆସିଲାଣି, ଆମେ ଜାଣିଲେଣି, ଆମେ ବସି ସମସ୍ତେ ଅଯଥା ବାକ୍ୟାଳାପ କଥାବାର୍ତ୍ତା ହେବା। ଯେଉଁ କଥା ହେଲେ ସେ କଥାର ଫଳ ଆମକୁ ଭୋଗ କରିବାକୁ ପଡ଼ିବ। ଆମେ ସେଇ ସମୟ କ'ଣ କଲେ ନା ପରମ ପିତା ପରମ ବ୍ରହ୍ମଙ୍କ ଠାରୁ ବା ଆତ୍ମା ଠାରୁ ବା ଭଗବାନ ଠାରୁ ଆମେ ଦୂରେଇ ଗଲେ। ଆମ ଭିତରେ ଯଦି ଆୱାରନେସ୍ ଆସିବ, ଅର୍ଥାତ୍ ସଚେତନତା ଆସିବ ବା ଆମେ ଚେତନାରେ ରହିବା, ଏସବୁ କଥାର କିଛି ଆବଶ୍ୟକ ନାହିଁ। ଆପଣ କେତେବେଳେ କଥା ହେବାକୁ ଚାହିଁବେନି। ସେଥିଲାଗି କ୍ରିୟା ଯୋଗ ପରମ୍ପରାରେ କୁହାଯାଇଛି ଯୋଗସ୍ସ ପ୍ରଥମ ଦ୍ୱାର ବାକ୍ ନିରୋଧ। ସବୁବେଳେ ଖେଚରୀ ମୁଦ୍ରା କର। ଆପଣ ଈଶ୍ୱରକୁ ବିଶ୍ୱାସ କରନ୍ତୁ ନ କରନ୍ତୁ, ଆପଣ ଯେକୌଣସି କର୍ମ କରିବେ ଫଳ ପାଇବେ, ସେଥିରେ ସନ୍ଦେହ ଆଉ ସଂଶୟ ନାହିଁ। କାରଣ ପ୍ରାକ୍ଟିକାଲ ଆପଣ ଦେଖୁଛନ୍ତି। କାହାର ଆପଣ କାମ କରିବାକୁ ଗଲେ ସେ ନିଶ୍ଚିନ୍ତ ଆପଣଙ୍କୁ ମଜୁରିଟେ ଦେବ। ଗଛଟିଏ ଲଗେଇଲେ ଫଳଟିଏ ଫଳିବ। ଚାଷୀ ଚାଷ କାମ କରୁଛି, ନିଶ୍ଚିନ୍ତ ତାର ଫସଲ ଅମଳ କରୁଛି। ପିଲାଟିଏ ପାଠ ପଢ଼ୁଛି, ନିଶ୍ଚିନ୍ତ ପରୀକ୍ଷା ଦେଉଛି, ଯେତିକି ଲେଖୁଛି ସେତିକି ସେ ପାଉଛି, ନିଶ୍ଚିନ୍ତ। ଅବିଶ୍ୱାସ ନାହିଁ। ହେଲେ ଯଦି ତୁମେ ବସିକି ଖେଚରୀ ମୁଦ୍ରା କରିବ, ଟଙ୍ଗ ରୋଲ୍ ଡାଉନ୍ ଅଲୱେଜ୍। ଭାଗବତରେ ଲେଖା ଅଛି ଜିଣିମ ବଚନ ପବନ ଯୋଗ ଅଭ୍ୟାସୀ ଦୃଢ଼ ମନ। ଜିଣିମ ବଚନ ପବନ, ବଚନକୁ ଆମେ ଜିଣୁଛେ, ଯାହାକୁ କହନ୍ତି ବାକ୍ ସଂଯମ। ମୌନ ରହୁଛନ୍ତି। ମୌନ ରହିବାର ଉପକାରିତା ଆପଣ ଶାସ୍ତ୍ରରେ ପଢ଼ିନାହାନ୍ତି। ତେଣୁ ଯାହାର ଶାସ୍ତ୍ର ଜ୍ଞାନ ନାହିଁ, ତାର ହୃଦୟରେ ଭକ୍ତି ଆସିବନି। ପୁଣି ଏଇଠି ଗୋଟେ ପ୍ରଶ୍ନ ଆସିବ, ଯେଉଁମାନଙ୍କର ବହୁତ ଶାସ୍ତ୍ର ଜ୍ଞାନ ଅଛି ସେମାନଙ୍କର କ'ଣ ଭକ୍ତି ଆସିଛି? ନା, ଆସିନାହିଁ। ତାଙ୍କର ପାଣ୍ଡିତ ସ୍କଲାର ଅଛି, କିନ୍ତୁ କାହିଁକି ଆସିନାହିଁ? ବାବା ତ କହିଲେ ଶାସ୍ତ୍ର ପଢ଼ିଲେ ଜ୍ଞାନ ଲାଭ ହେଲେ ଭକ୍ତି ଆସିବ। ପୁଣି କ'ଣ ଏବେ କହୁଛନ୍ତି ଜ୍ଞାନ ଲାଭ ହେଲେ ଭକ୍ତି ଆସିବ ନାହିଁ? ଜ୍ଞାନ ଲାଭ ହେଲେ ଅହଙ୍କାର ଆସିବ। ଯେତେବେଳେ ସେ ଜ୍ଞାନଟାକୁ ସେ କ୍ରିୟାତ୍ମକ ନ କରିବ, ପ୍ରାକ୍ଟିକାଲ ଲାଇଫରେ ୟୁଟିଲାଇଜ୍ ନ କରିବ, ସେ ଜ୍ଞାନଟା ଯେଉଁଟାକ ଜାଣିଲା ତାକୁ ଯଦି ଉପଲବ୍ଧି ଅନୁଭବ ନ କରିବ, ତା ହୃଦୟରେ ଭକ୍ତିଭାବ ଆସିବ ନାହିଁ। ସୁନ୍ଦର ସୁନ୍ଦର ଏକ୍ଜାମ୍ପଲ୍ ଦେଇ କହିଲେ ଆପଣମାନେ ବୁଝିବେ। ଠାକୁର ନିଗମାନନ୍ଦ ପରିବାରଜକ ଜୀବନ ସମୟରେ ସ୍ୱାମୀ ସଚ୍ଚିଦାନନ୍ଦକୁ ଭେଟିଲେ। ସଚ୍ଚିଦାନନ୍ଦ ସେତେବେଳେ ଜଗତ ଗୁରୁ ଥିଲେ ଏବଂ ସେ ଜ୍ଞାନର ଅବତାର, ଜ୍ଞାନୀ ଗୁରୁ ତାଙ୍କର, ବହୁତ ଜ୍ଞାନର ଅଗାଧ ପାଣ୍ଡିତ ତାଙ୍କର ଥିଲା। ଠାକୁର ନିଗମାନନ୍ଦ କ'ଣ କଲେ? ତାଙ୍କ ପାଖରେ ଶାସ୍ତ୍ର ଅଧ୍ୟୟନ କଲେ, ଜ୍ଞାନ ଅଧ୍ୟୟନ କଲେ। ଗୁରୁଙ୍କ ପାଖରେ ବସିକି ଜ୍ଞାନ ଅଧ୍ୟୟନ କରିବାର ଅଛି। ଏକୁଟିଆ କଲେ ହେଇପାରିବ ନାହିଁ, କିଛି ବୁଝିପାରିବନି, ଜାଣିପାରିବନି। ଶାସ୍ତ୍ର ମର୍ମକୁ ଗୁରୁ ଭଲ ଭାବରେ ଭେଦ କରିଛନ୍ତି।
ତେଣୁ ଗୁ ଶବ୍ଦର ଅର୍ଥ ସମସ୍ତେ କହନ୍ତି ଅନ୍ଧକାର, ରୁ ଅର୍ଥ ଆଲୋକ। ଗୁ ଅର୍ଥ କେଉଁ ଅନ୍ଧକାର ନା ଅଜ୍ଞାନ ରୂପ ଅନ୍ଧକାରରୁ ଜ୍ଞାନ ରୂପ ଆଲୋକକୁ ଯିଏ ଆଣନ୍ତି ସେ ହେଉଛନ୍ତି ଗୁରୁ। ନା ଗୁରୁଙ୍କ ପାଖକୁ କିଏ ଗଲେ ହେବ, କିନ୍ତୁ ଗୁରୁଙ୍କ ବ୍ୟାଖ୍ୟା ଆଉ ଗୋଟେ ପ୍ରକାର ଲେଖା ହେଇଛି ସୁନ୍ଦର ଭାବରେ। ଗୁରୁ ଗ ଉ ରୁ, ଗ ଅର୍ଥ ଗତିଦାତା, ର ଅର୍ଥ କ'ଣ ସିଦ୍ଧିଦାତା, ମୁକ୍ତିଦାତା। ତେଣୁ ଯିଏ ଗତି ଦେଇ ସିଦ୍ଧି ଦେଇ, ପୁ ଅର୍ଥ ମୁକ୍ତି ମାନେ ମୁଖ୍ୟଦାତା, ଯେ ମୁଖ୍ୟ କରେଇ ଦିଅନ୍ତି ସେ ହେଉଛନ୍ତି ଗୁରୁ। ତେଣୁ ଆମର କଥା ପ୍ରସଙ୍ଗ ରହିଛି ହୃଦୟରେ କାହିଁକି ଭକ୍ତିଭାବ ଆସୁନାହିଁ। ଯଦି ଭକ୍ତିଟା ଶ୍ରେଷ୍ଠ, ଶାସ୍ତ୍ରରେ ପ୍ରମାଣ ଅଛି ସପ୍ତାଙ୍ଗରୁ ଅଷ୍ଟାଙ୍ଗ ସାର, ଭକ୍ତିଟି ନବମ ପ୍ରକାର, ଜ୍ଞାନଠାରୁ ଭକ୍ତି ଶ୍ରେଷ୍ଠ। ଭକ୍ତିରେ ମିଳେ ରସ ତୃପ୍ତ, ଭକ୍ତିରେ ପ୍ରୀତି ନାହିଁ ଯାର, ସେ କି ଜାଣେ ପ୍ରଭୁଙ୍କ ପୟର। ପ୍ରଭୁଙ୍କର ପାଦପଦ୍ମକୁ ସେ ଜାଣିପାରିବ ନାହିଁ। ତେଣୁ ପ୍ରଥମେ ହେଉଛି ଜ୍ଞାନ ଥବା ଦରକାର। କି ଜ୍ଞାନ ନା ଶାସ୍ତ୍ର ଜ୍ଞାନ। ବର୍ତ୍ତମାନ ସଂସ୍କୃତରେ ଆମର କାହାର ନଲେଜ ନାହିଁ। ଏବେ ସମସ୍ତଙ୍କର ନଲେଜ ଦୁଇଟା ଉପରେ, ଗୋଟେ ହେଉଛି ଇଂଲିଶ, ଗୋଟେ ହେଉଛି ହିନ୍ଦୀ, ଆଉ ଗୋଟେ ଲୋକାଲ ଲାଙ୍ଗୁଏଜ ମାତୃଭାଷା। ତେଣୁ ଗୁରୁ ସମସ୍ତେ କହନ୍ତି ପାଞ୍ଚ ପ୍ରକାର, ମାତା ଗୁରୁ, ପିତା ଗୁରୁ, କର୍ଣ୍ଣ ଗୁରୁ, ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ। ଆମ ଭିତରେ ଚିନ୍ତା ଆସିଲା ପ୍ରକୃତରେ ଗୁରୁ ଦୁଇ ଜଣ। ଗୋଟେ ଶିକ୍ଷା ଗୁରୁ, ମାତା ଠାରୁ ଶିଖିଲ, ପିତା ଠାରୁ ଶିଖିଲ, ଶିକ୍ଷକ ଠାରୁ ଶିଖିଲ। କର୍ଣ୍ଣ ଗୁରୁ କେତେ ଇମ୍ପୋର୍ଟାନ୍ସ ହିସାବ ଦିଆଯାଏନି, ତାଙ୍କଠୁ ବି ଶିଖିଲ। କିନ୍ତୁ ସମସ୍ତେ ତ ଶିକ୍ଷା ଗୁରୁ ହେଲେ, ଏ ତିନି ଜଣ ଯାକ। ଜଣେ ହିଁ ଦୀକ୍ଷା ଗୁରୁ, ଯେ ଦିବ୍ୟ ଜ୍ଞାନ ଦ୍ୱାରା ସମସ୍ତ ପାପକୁ କ୍ଷୟ କରନ୍ତି, ଦିବ୍ୟ ଜ୍ଞାନ ଦ୍ୱାରା। ତେଣୁ ଆମକୁ ଦିବ୍ୟ ଜ୍ଞାନ ପ୍ରାପ୍ତି ହେଇଛି କି? ଆମେ ଗୁରୁଙ୍କ ପାଖରେ ବସିଛେ କି? ଆମେ ଜ୍ଞାନ ଲାଭ କରିଛେ କି? ସେଥିଲାଗି ଭାଗବତରୁ ଗୋଟେ ପଦ ମନେ ପଡ଼େ। ଭଗବାନ ମଣିଷ ଭିତରେ ଭକ୍ତି ଦେଖିଲେ କେତେବେଳେ ସନ୍ତୁଷ୍ଟ ହୁଅନ୍ତି ବୋଲି କହିଲେନି। କ'ଣ କହିଲେ ନା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ତେଣୁ ଆମ ଭିତରେ ଆଗ ନଲେଜ ଆସିଲାଣି କି? ଯଦି ମୁଁ ଗୁରୁ ପୂର୍ଣ୍ଣିମା ଜାଣିନାହିଁ, ବ୍ୟାସଙ୍କ ଉପରେ ଜାଣିନାହିଁ, ଗୁରୁଙ୍କ ଉପରେ କିଛି ଜାଣିନାହିଁ, ଗୁରୁ ପୂର୍ଣ୍ଣିମା ଉତ୍ସବ କେମିତି ପାଳିତ ହୁଏ ମୁଁ ଜାଣିନାହିଁ, ମୁଁ ଗୁରୁଙ୍କ ସାନ୍ନିଧ୍ୟରେ ବସିନାହିଁ, ଗୁରୁଙ୍କ ପାଖରେ କେମିତି ବସାଯାଏ ମୁଁ ଶିଖିନାହିଁ, ଗୁରୁଙ୍କ ପାଖରେ କେମିତି କଥା କୁହାଯାଏ ମୁଁ ଶିଖିନାହିଁ, ଗୁରୁଙ୍କୁ କେମିତି ନିବେଦନ କରାଯାଏ ମୁଁ ଶିଖିନାହିଁ, ଗୁରୁଙ୍କ ବାକ୍ୟକୁ କିଭଳି ଭାବରେ ପାଳନ କରାଯାଏ ମୁଁ ଶିଖିନାହିଁ। ଏସବୁ ଜ୍ଞାନ ନା କ'ଣ? ଏସବୁ ଜ୍ଞାନ ଏଇଟା କେଉଁଠି ଲେଖା ଅଛି ନା ଗୀତା ଭାଗବତରେ ଲେଖା ଅଛି, ବେଦ ଉପନିଷଦରେ ବି ଲେଖା ଅଛି। କିନ୍ତୁ ଆମେ ତ ସେ ସଂସ୍କୃତ ପଢ଼ିପାରିବା ନାହିଁ। ଯେଉଁ ଟୀକାକାର ତାକୁ ବ୍ୟାଖ୍ୟା କରିଛନ୍ତି, ତାଙ୍କର ଯେତିକି ସାଧନା, ସେ ଯେତିକି ଜାଣିଛନ୍ତି, ଯେଉଁ ପର୍ଯ୍ୟନ୍ତ ଯାଇଛନ୍ତି, ସେଇଭଳି ବ୍ୟାଖ୍ୟାଟି ସେ କରିଛନ୍ତି। ସେଇ ବ୍ୟାଖ୍ୟାଟାକୁ ଯଦି ଆମେ କନସେପ୍ଟଟାକୁ ଗ୍ରହଣ କରିବା, ଆପଣଙ୍କର ବିଚାରଧାରା ଦ୍ୱାରା ଦେଖିବେ ଆପଣ ମଧ୍ୟ ଭ୍ରାନ୍ତିରେ ପଡ଼ିବେ। ଶାସ୍ତ୍ରରେ ଏଭଳି କଥା ଲେଖା ଅଛି, ବର୍ତ୍ତମାନ ଗୋଟେ କଥାକୁ ଲେଖା ହେଇଛି ଏଇଟା ଠିକ୍ ଆର ପେଜରେ ଲେଖା ହେଇଛି କଥାଟା ଭୁଲ। ହେ ଅର୍ଜୁନ, ତୁମେ କର୍ମଯୋଗ କର, କର୍ମଯୋଗ ହିଁ ଶ୍ରେଷ୍ଠ, କର୍ମଯୋଗ କରିବାରେ ତୁମର ଅଧିକାର ଅଛି। ପୁଣି ଭଗବାନ କହିଛି, ହେ ଅର୍ଜୁନ ତୁମେ ଜ୍ଞାନ ଯୋଗ କର, ଜ୍ଞାନ ଯୋଗଟା ସର୍ବଶ୍ରେଷ୍ଠ।
अर्जुन भ्रांति पड़ जाइछन्ति। पुणी कहते हे तपस्वी ठारू ज्ञानी ठारू समस्त ठारू जोगी होउछि श्रेष्ठ। षष्ठ अध्याय कहते केत नंबर श्लोक मोर मने नहीं 46 ना कौन। तस्मात् जोगी भवा अर्जुन। हे अर्जुन तुम्हें जोगी हो। तेणु से लगी कौन कहला ना गुरु को पाखरे बसी शास्त्र अध्ययन कले शास्त्र गुरु तुम शास्त्रर प्रकृत मर्मटा को बुझेदेवे। तुम भितर विभ्रांति आसबनी कन्फ्यूज आसबनी। तेणु आग दीक्षा ना आग शिक्षा। आग होची शिक्षा। गुरु को पाखरे 6 मास वर्षे कि मिनिमम मासटे रहीकि भल भाव शास्त्र को अध्ययन कर ना शुण पंचभूत कौन देह कौन देही कौन आत्मा कौन परमात्मा कौन ईश्वर कौन अवतारी कौन अवतार कौन ये सृष्टिटा कौन आमे केमिति चालुचे आमे केमिति परिचालित होउचे आमे केमिति निजको नियंत्रण करि परिबा 25टा प्रकृति केमिति अछंती 10टा इंद्रिय केमिति अछंती ये समस्त इंद्रिय को किए परिचालित करुची पिता किए माता किए शिक्षा गुरु किए कर्ण गुरु किए दीक्षा गुरु किए बाबा अपन दुई बार विभक्त कले गोटे शिक्षा गुरु गोटे हूँ दीक्षा गुरु। शिक्षा गुरु विभिन्न मटेरियल उपरे भौतिक जगतर ज्ञानटा प्रदान करती। दीक्षा गुरु कौन करती ना तुमको निज स्वरूप प्रतिष्ठित करई दे परमात्मा परम ब्रह्म सहित तुम्हें किभली भाव युक्त हो पार मिलन हो पार तार कौशलटा कहीकि साधना शिखे दियंती। तेणु कथा रहा जितेबले निगमानंद सच्चिदानंद ठारू समस्त ज्ञान प्राप्ति हेले सेतेबेले कहले गुरुदेव समस्त ज्ञान मते प्राप्ति हैला किंतु मोर मनर जो अवस्था को सही अवस्था मु जानिली सबुरी भितरे भगवान मु जानिली ईश्वर सर्वभूतानां मोर जन्म भगवान को पाई ये जीवनटा ईश्वरंकर ये जीवनटा ईश्वर को समर्पण करदेवी। मु जानिली काम क्रोध लोभ मोह मद माश्चर्य 6टा रिपु कामना को नियंत्रण कले मु सबुटा को नियंत्रण करि पारिबी किंतु किछि तो कहीं हो पारु नहीं। से कहले तुम्हें जोगी गुरु पाखक जाओ तुम्हें योग अभ्यास कले ये समस्त ज्ञान जा लाभ करिच तुम्हें ताको भल भाव बुझीपार एवं ज्ञानर जो रिजल्ट केमिति मन को नियंत्रण करिपारिबी केमती निज भीतर आत्मा को उपलब्धि करिपारिबी सबुरी भीतर आत्मा को उपलब्धि करिपारिबी केमती परमात्मा परम ब्रह्म सहित मुक्त हो पारिबी सबु अवस्था तुमर हो। तापर से योगी गुरु पाखु जाइछन्ति योग अभ्यास करिछन्ति निष्ठार सहित श्रद्धार सहित भावर सहित भक्तिर सहित आमको आश्रम अच्छे आमको गुरुदेव कहते कि कड़ा अनुशासन रही आमे समस्ते राति 4टार उठिकी योग ध्यान क्लास को जीवा से गुरुदेव आसीते ध्यान क्लास हम टे सत्संग हम तापर ध्यान क्लास हम जदि कंपलसरी जाउथबा श्रद्धा नथिब किछि फल फलिब तेणु ताको गुरुदेव इंग्लिश रे कहते प्रैक्टिस विथ लव। देखंतु आज मेघपाग कि 2 दिन पर गुरु पूर्णिमा उत्सव आसीबो
कहीं जीवा आश्रम को दी दिन छाड़ी कि दिन छाड़ीदे सोमवार छाड़ीदे केतक मंगलवार आसवे केतक बुधवार आसवे पलैबे गोटे बंधु घर जदि जाइथब 3 दिन जगह 4 दिन 5 दिन रही किंतु गुरुकुल आश्रम गले दिने रहिबा कष्टकर हो पड़ू कारण कौन से कथा शास्त्रु पाइब जिते से कथा शास्त्रु तुम्हें पाइब तुम्हें तुम फलटा को जानीदेल तुम दुर्बलता को तुम्हें जानीदेल तुम्हें कौन कर ना एटा करी ना कारण मु से संस्कार नहीं के आसी ना मो भीतर से सुसंस्कार ना मो भीतर संस्कार अच्छी किंतु कुसंस्कार अच्छी संस्कार ना बोली किए कह ना कुसु दीटा संस्कार अच्छी तेणु मो भीतर सुसंस्कार ना जो संस्कार मते माने गुरुकुल आश्रम रखे दौना कि आसिया को इच्छा होनी किंतु गोटे बंधु घर को गले कि सांगसाथी घर को गले से रखे दौच बहुत लोग कहती आश्रम आसला मो मुंड बुलाऊँ कहीं मुंड बुलाऊँ जदि ज्ञान तुम हो से क्लासटा हो गुरु करें गुरु पाखे बसिकी पढ़ी तेमे कह कि मो मुंड बुलाऊँ जदि बुलाऊ तार प्रतिकार गुरु कही तेणु हृदय कहीं भक्ति आसुना ना आमर शास्त्र ज्ञान ना बहुत लोकंर शास्त्र ज्ञान न थी मुंडिया मारती कांदी पकाती फूल फल नहीं गुरु को दियंती गुरु कथा भी मानती किंतु शुआ पक्षी भले कौन ना अनुभव न था गुरु कौन जितेबले कौन से एक बाधा विघ्न प्रतिबंधक तो जीवन में अनेक आसो जिते गोटे गोटे प्रतिबंधक आसो गोटे गोटे परीक्षा आसो से परीक्षा देला बेले तमर से भाव से भक्ति कुआडे सब फसर फाटिज पानी फटका भाया मिल ये जीवन में बाबा 45 वर्ष स्पिरिचुअल लाइफ रे समस्त को देखी सारे बड़ बड़ साधु सत मैंने देखती शेष जीवन में से नीरव रहती क्या किसी कहती नहीं क्या गढ़ी तोलियापाई आउ चेष्टा करती ना देखु गोटे सुंदर कथा जिते उपदेश देले जिते सत्संग कले ये सत्संग है 22 वर्ष ये मेडिटेशन हॉल रे 22 वर्ष पूर्वर ये गुरु पूर्णिमा उत्सव पालित होता आश्रम 22 वर्ष पूर्वर गुरु पूर्णिमा उत्सव ये आश्रम पालित होता कौटी ना ठाकुर घर बारंडारे जोटी प्रथम गोटे सेवानंद बा रोते से रूम रे तापर आम रूम रे आमे जो रूम रे रोतलु से रूम रे 3-4 वर्ष पालन होइछि से केते जो माने पालन करुले केते कुआडे चली गलेनी आ केते जन अछंती कि जेतिक जन अछंती से माने गुरु माने गुरु कौन जानी ना गुरु पूर्णिमा जानिमा आहुरी बड़ कथा ए वर्ष कौन 2 जन क्रियावान बाहरी आम गुरु ना कहबू किए जानी उत्सव पालन करू किए संजय बाबा शारदा बा 200 लगी संजय शारदा 4टा सौ दरकार गुरुदेव कहते श्रद्धा साधुसंग शास्त्र अध्ययन साधना 4S हेले जाइकी सिद्धि हम से आउ गोटे एस मिल 4S को जे प्रैक्टिस करिपार आग श्रद्धा तापर स्वाध्याय तापर साधुसंग तापर साधना तापर सिद्धि
ये चारिटा एस जा पाखे नहीं से 5S को पाइपर नहीं के जानी शारदा आउ संजो पाखे चारिटा एस रु प्रथम एसटा अच्छे कि प्रथम एसटा कौन ना श्रद्धा अच्छी कि निज झील बाघर 2 जन जाक कले मासे काल दौड़े किते टंका रखिले इाड़ू सेविंग कर गोटे गोटे कोटी टंका दबु तार हिसाब निकास किछि नाई कि रिवार्ड किछि नाई एबे कोटी टंका रखिछन्ति जेतोल बाघर हम से जो सोसाइटी अच्छी से 2 कोटी पाखापाखि खोज ताकू से दवाई माने रेडी होउछन्ति किंतु गुरु पूर्णिमा उत्सव कारण कौन गुरु कौन जना ना पूर्णिमा कौन जना ना से उत्सव केमिति पालन करा जाए जना ना आम गुरु पाखे बसिकी केतबले आम शास्त्र अध्ययन करिने शास्त्र को एपर्यंत बुझीने जानिला परे सिना तार इच्छा हम गुरु कौन मु जानी से लोक केमिति श्रद्धा करिवो केमिति भल पाइबो केमिति भक्ति करिवो जे गुरु कौन जानी नहीं दीक्षा नहीं जाई कौ जन्मर संस्कार सी जमी मन सेमिति व्यवहार करिवो से भाविबो ये गोटे मनीष मुझे दीक्षा नहीं आ कौन अच्छी सी तो जाणीम अखंड मंडलाकार व्याप्तं जेन चराचरम तत्पदं दर्शितं जेन तस्मै श्री गुरवे नम ता मुंड तो गोल हो सी जीव एमती व्यवहार करिया जितेबाला से बुझब गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नम जितेबाला यहीटा को से बुझी थब जितेबाला बुझी थब ब्रह्मानंदम परम सुखदम केवलम ज्ञानमूर्ति द्वंद्वातीतं गगन सदृशं तत्वमसादि लक्ष्यम एकं नित्यं विमलम अचलं सर्वादि साक्षीभूतं भावातीतं त्रिगुणरहितं सदगुरुत्वं नमामि जी बुझी थब आउर एमती अनेक श्लोक गुरुओं पर लिखा अछि गुरु मध्य स्थित विश्व विश्व मध्य स्थित गुरु गुरु विश्व नमस्तुभ्यं विश्व गुरु नमाम्यहम् जी पुणी बुझी थब भागवत मते बुझीब गुरु दे मो तो गुरु भिन्न नुहे एगिनी गुरु भगवान से नुहति मनुष्य समान गुरु को नमणि मनर गुरुटे साक्षात ईश्वर किते कथा पुणी भागवत लिखाई गुरु तेजी गोविंद भजे शेरपानी नरके मजे पुणी कबीर कहते गुरु गोविंद मो आगे छेड़ा हेले मैं क्या आग प्रणाम करी ना आग गुरु को प्रणाम करी ये गुड़ा से किछि जानी नहीं ये एतिकी कथा नुहे गुरुंर महिमा व्याख्या है गुरु गीतार जे गुरु गीता गुरु कहे पढ़ पाखे बसी पढ़ गुरु ताको बुझाई देवे जितेबाला गुरु प्रसन्न हुंती सबु देवादेवी प्रसन्न हुंती तो गुरु कृपा करती समस्ते कृपा करती जो गुरु आशीर्वाद करती कृपा आशीर्वाद रहीगला से समस्ते आशीर्वाद करते आशीर्वाद कई क्या करें ना आशीर्वादर कर्म कले आशीर्वाद स्पॉन्टानियस मिले आशीर्वाद अर्थ पूरा ग्रांट सैंक्शन कौन ना मु तुमको आशीर्वाद करुचे तुमर पुओटे हो से कथा अनथा हेनी पुओटे हम सैंक्शन होगा कृपा कले पाइब कृपा ठार बड़ हूँ कौन आशीर्वाद माग ना तुम्हें कर्म करी 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 चल कर्म नुहे सेवा करी 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 चल गुरु तुमको सबुबले देखुंट ऑब्जर्व करुँच से जो देखिले तुम्हें उत्तम शिष्य होगल मध्यम अधम उत्तम शिष्य किए ना उत्तम शिष्य जे गुरुंकर मन कथा बुझी पारी कार्य करे गुरु किंतु कही नथे सबु कथा गोटे कथा करदेले हेनी गुरुंकर समस्त मनोभावटा को से बुझिकी कामटा करूथब कौन मो गुरुदेव चाहूँगी
କେତେବେଳେ ସେ ଜାଣିବ ନା ଯେତେବେଳେ ସେ ଗୁରୁଙ୍କୁ ସବୁବେଳେ ସ୍ମରଣ କରିବ, ଗୁରୁଙ୍କୁ ଭଲ ପାଇବ, ଗୁରୁଙ୍କ କଥା ଚିନ୍ତା କରିବ। ତା ଜୁହାରେ 2ଟି ଅକ୍ଷର ସବୁବେଳେ ମାନେ ସ୍ଫୁରଣ ହେଉଥିବ, ଗୁରୁ 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 ଗୁରୁ। ସେଇଥିଲାଗି ଠାକୁର ନେଗବାନ୍ଧ କହିଲେ ତୁମେ ଗୋଟେ ମନ୍ତ୍ରକୁ ଜପ କର, ଖାଲି ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ କୁହ, ତମକୁ ସବୁ ପ୍ରାପ୍ତି ହେବ। ତାକୁ ଅନୁକୂଳ ଚନ୍ଦ୍ର ତାଙ୍କଠୁ ଶିକ୍ଷା ଲାଭ କରି କହିଲେ ତୁମେ ଜୟ ଗୁରୁ ପରସ୍ପର ଦେଖିଲେ କୁହ, ଗୁରୁଙ୍କର ଜୟ ହଉ। ସବୁରି ଭିତରେ ଗୁରୁଙ୍କର ପ୍ରତିଷ୍ଠା। ଆତ୍ମା ରୂପେ ସର୍ବଘଟେ ଲୀଳା କରୁଛ ଜଗତେ। ତେଣୁ ଗୁରୁଦେବ ଆତ୍ମା ରୂପରେ ସର୍ବଘଟରେ ଲୀଳା କରୁଛନ୍ତି। ଗୁରୁ ସଗୁଣ, ଗୁରୁ ନିର୍ଗୁଣ, ଗୁରୁ ସାକାର, ଗୁରୁ ନିରାକାର। ଗୁରୁ ହେଉଛନ୍ତି ନର ଦେହଧାରୀ ଭଗବାନ। ସେଥିଲାଗି ଇଂଲିଶରେ କୁହାଯାଏ ଗଡ୍ ଇଜ୍ ଗୁରୁ, ଗୁରୁ ଇଜ୍ ଗଡ୍। ବାବାଙ୍କର ଯେଉଁ 18ଟା ବାଣୀ ଗୁରୁ କୃପାରେ ଅଛି, ଗୁରୁ ଭଗବାନ ଅଭିନ୍ନ ଏକ। ଏଇ ବୋଧଟା କ'ଣ ହେଉଛି? ଏଇ କଥା ଆଗ ଗୁରୁଙ୍କ ପାଖରୁ ଶିଖ। ତାର ଶହ ଏକ୍ଜାମ୍ପଲ୍ ଗୁରୁଦେବ ତୁମକୁ ଦେଇଦେବେ। ଯେଉଁ ଶିଷ୍ୟମାନେ ଏହାକୁ ପାଳନ କରି ଜୀବନରେ ସାଧନାର ଚରମ ସୀମାରେ ପହଞ୍ଚିଛନ୍ତି, ପରମାତ୍ମାଙ୍କ ସହିତ ମିଳନ ଏକକାର ହେଇଯାଇଛନ୍ତି। ତମର ତ ଜ୍ଞାନ ଲାଭ ହେଇନି। କେତେ ବସିକି ପାଠ ପଢ଼ିଛ ଏଇ ବିଷୟରେ? ଯଦି ପାଠ ନ ପଢ଼ି ପାରିଛ, କେତେ ଗୁରୁଙ୍କ ସାନ୍ନିଧ୍ୟରେ ଆସି ସମସ୍ତ କଥାକୁ ଭଲ ଭାବରେ ପଚାରି ବୁଝିଛ? ତେଣୁ 4ଟା ଏସ୍ ଆମ ପାଖରେ ଅଛି କି? ଶ୍ରଦ୍ଧା, ସ୍ୱାଧ୍ୟାୟ, ସାଧୁସଙ୍ଗ, ସାଧନା ଅଛି କି? ଯଦି 4ଟା ଏସ୍ ଆମ ପାଖରେ ସଫିସିଏଣ୍ଟ ଅଛି, ତେଣୁ 5 ଏସ୍ ଆସିବାଟା ଆମ ପାଖରେ ଆଉ କଷ୍ଟଦାୟକ ନାହିଁ। ତେଣୁ ପଞ୍ଚମ ଏସ୍ଟା କ'ଣ ନା ସିଦ୍ଧି। ସିଦ୍ଧି ଅର୍ଥ ସକ୍ସେସ୍। ଆମେ ଆଧ୍ୟାତ୍ମ ଜଗତର ସକ୍ସେସଫୁଲ୍ ହେଇପାରିବା, ଜୟଯୁକ୍ତ ହେଇପାରିବା। ଆମର ଶ୍ରଦ୍ଧା ଅଛି, କଥା ରହିଗଲା। ତେଣୁ ଗୁରୁକୁଳ ଆଶ୍ରମରେ ରହିବା, ସେବା କରିବା, ଗୁରୁଙ୍କ ପ୍ରସାଦ ପାଇବା, ଗୁରୁଙ୍କ ଉପଦେଶକୁ ପାଳନ କରିବା, ଆଉ ଜ୍ଞାନ ଲାଭ କରିବା, ସାଧନା ଶିଖିବା, ସାଧନା କରିବା। ସାଧନା ଶିଖିବା, ସାଧନା କରିବା। এই ପ୍ରକାର ଜିଜ୍ଞାସା ଆମର ଅଛି କି? ତେଣୁ 4 ପ୍ରକାର ଭକ୍ତ ଭଗବଦ୍ଗୀତାରେ ଭଗବାନ କହିଛନ୍ତି ଆର୍ତ, ଜିଜ୍ଞାସୁ, ଜ୍ଞାନୀ, ଅର୍ଥାର୍ଥୀ। ତେଣୁ ତୁମେ ଜିଜ୍ଞାସୁ ହେବାକୁ ଚାହୁଁଛ କି? ଜାଣିବାକୁ ଚାହୁଁନ। କ'ଣ ଦରକାର? ଖଣ୍ଡେ ଖାଇ ମରିଗଲେ, ଖଣ୍ଡେ ପିନ୍ଧିକି ଚାଲିଗଲେ ଜୀବନଟା ଯାଏ। ଆରେ ଏ ସଂସାରରେ ତ ହଜାର ହଜାର ପ୍ରାଣୀ ଅଛନ୍ତି, ଲକ୍ଷ ଲକ୍ଷ। କିଏ ଖାଇକି ବଞ୍ଚି ନାହିଁ କି? ତୁମେ ତ ଖାଇକି ବଞ୍ଚିବ। କିଏ ପିନ୍ଧୁଛି? ତ ମଣିଷ ବ୍ୟତୀତ କେହି ପିନ୍ଧୁନାହାନ୍ତି। ମଣିଷ ବ୍ୟତୀତ କେହି ତ ପିନ୍ଧୁନାହାନ୍ତି, କିନ୍ତୁ ସମସ୍ତେ ଖାଉଛନ୍ତି, ସମସ୍ତେ ଶୋଉଛନ୍ତି। କେତେକ ପ୍ରାଣୀ କୁଆଡ଼େ ଶୁଅନ୍ତି ନାହିଁ, ଅଛି। ଏବଂ ସମସ୍ତେ ଝାଡ଼ା ପରିସ୍ରା କରୁଛନ୍ତି, ସମସ୍ତେ ସଂସାର ଭିତରେ ଅଛନ୍ତି। ଜଳ ସ୍ଥଳ ସବୁ ଆକାଶରେ ଅଛନ୍ତି, ଏ ସ୍ଥଳରେ ଅଛନ୍ତି। ଜଳଭାଗରେ ବି ଅନେକ ପ୍ରାଣୀ ଅଛନ୍ତି, ଜୀବଜନ୍ତୁ, କୀଟପତଙ୍ଗ। କିଏ ନ ଖାଉଛି? ତୁମେ କ'ଣ କି? ହଁ, ମୈଥୁନ କିଏ ନ କରୁଛି? ଯଦି ମୈଥୁନ କରୁନାହାନ୍ତି, ତାହେଲେ ତାଙ୍କର ବଂଶ ବୃଦ୍ଧି ହେଉଛି କେମିତି? ମୈଥୁନରୁ ବଂଶ ନା, ଆଉ ସେ ବୃଦ୍ଧି ହେଉଛି କେମିତି?
कहीं खेलौच शुण अरे यही प्रकृति कुआड़े नहीं कुआड़े पूरे दो तुम जापर आवारनेस जान ना जापर जमा जापर तुमको साधु मु जानी ना कि जान तुमको कान मोड़ी प्रकृति गण इंद्रिय गण नहीं कौटी पूरे थोला तुमको जना ना कि जान कहीं तुम ज्ञान है ते पाखे बसिकी भूल करुच जो पाखे नथब केते भूल करुथब तुम कौन तुम कौन नॉलेज अच्छी जे मु जोठी अच्छी जोटी बसी जहाँ करुची मो गुरुदेव जानुचंती जदि गुरु को तुम मनुष्य बोली भाविल भगवान तो अच्छा भगवान देखुंट जानुचंती किते थर कह जहाँ मु चिंतई जहाँ मु करई जहाँ मु भावई मने जगतर कर्ता परम ईश्वर जानुचंती प्रति क्षणे कही सत्संग दुईटी शिष्य को दुईटी फल दिगला समस्त फल विषय ज्ञान अच्छी ईश्वर विषय ज्ञान अच्छी गुरुदेव कहले यही फलटी को कई देखिए खाईदेवे दी जन को गोटे कथा कहले संक्षेप कहीदे कारण घंटाटे गले एपर्यंत ज्ञान कथा कि आलोच हृदय ज्ञान आसिले केमिति हृदय भक्ति आसव आग ज्ञान तापर गुरु ग्रहण गुरु को कथा पालन तापर साधना तापर जाए भक्ति आसव कहीं आपन भागीरथवादी कुंडे कांडी होउछंती देखुना पेसेंस नहीं बसिया कहले कुकुर न कहले ठाकुर जेजा फल जेजा भोगे तो कहीं तुम कह कहू पड़ो जेहेतु तुम से दीक्षा नहीं तुम्हें गाइड कर तेणु कथा कौन रहा कि तुम तो डिस्टर्ब हम कौन तेणु एपर्यंत आमर ज्ञान कथाटा रहीगला ज्ञान लाभ है तेणु आग दीक्षा ना आग शिक्षा आग हूँ शिक्षा लाभ कर तापर दीक्षा से लगी परमहंस जोगानंद कौन करते ना लेसन तैयारी कले ये लेसन को समस्ते पढ़ आकु बुझ गोटे परीक्षा दियो तापर क्वालिफाई हेले तुमर जाकि क्रियायोग दीक्षा हम क्रियायोग दीक्षा पूर्वर आगे आम अध घंटाए कहूँ शिष्य मैंने शुणुले सकालू दीक्षा दिगले संध्या हो जाऊला आगे जो मैंने दीक्षा नवाक आसुले से आम कहूँ भल कि गीता भागवत पढ़ तापर दीक्षा नवाक आसव कालक्रमे एमती समय है लोक मैंने पचारुंच घंटाए भितर दीक्षा सरजीव तो दुई घंटा भीतर दीक्षा से दिन फेरी आसी हम तो तार सुजोग नहीं गुरु मैंने कहते आज्ञा कहीं शिष्य बढ़े अनुष्ठान बढ़ दी पैसा आसब सी हूँ न हूँ आमर कौन गला कि फूल फल मिल केतले कपड़ा मिल केतले टंका मिल तेणु मनीष गढ़ा को आउ शिष्य मान गुरु मान इच्छा करूना मनीष नुह गोटे लोक को प्रकृत स्वरूप उपलब्धि करवा प्रकृत ज्ञानटा दवापाई आ इच्छा करूना कहीं ना दीटा जिनसर अभाव कौन दीटा जिनसर अभाव ना कई आ पात्र नुहति कई आ पात्र नुहति तुमने जदि जानिच ये गुरु पूर्णिमा उत्सव बसुच शुणुच सारदा कौच मु सब जानी संजय बा कौच आम सब जानीचु जानीच कहीपारन कि इमित लेखा कहीं लिखिच कहीं खाता कलमटा धरिकी बहीच कौन मूल्य अच्छी जदि जानीच गोटे छुआटे जदि माँ पेटे अच्छी से निश्चिंत जन्म हम ना आदि कनसेप्ट कर जन्म हम ना आ छुआटा कौन पेटे सड़की मरीज से जन्म हम ना जिते तुम ज्ञान लाभ कर तुम भितर नॉलेजटा अच्छी सेटा तो परिप्रकाश हवा कथा
तापर वर्कआउट, तापर साधना, तापर वर्कआउट। तेणु तुम मैंने एपर्यंत कौन ना पात्र हो पारुन। जदि गोटे फुटा पात्र हम जेते पानी आनिम से कौन केबे रहिबो? जदि उल्टा पात्र जेते वर्षा बर्षिब से कौन धारण करिबो? जदि गोटे जेति बड़ पात्र होइतबो सेतिकी धारण करिबो। तेणु पात्र परे कौन ना समर्पण। जो शिष्य पात्र नुहे ताको संस्कृत रे लिखाई समर्थश्च कुलीनश्च प्राज्ञ सच्चरित्र, भल कूलू आसी चरित्रवान होइथबो, ज्ञानी होइथबो, धारण करिवार सामर्थ्य तार थबो। से कथाटा गोटे सत्संग हम बोली नेक्स्ट टाइम रविवार भुवनेश्वर हम। धारण करिवार सामर्थ्य कार अच्छी। जदि गोटे पात्र फुल होइथबो ताकू जेते पानी देले अजाड़े तापर से ओवरफ्लो हम। तेणु तुम एक पात्र कि तुम भितर समर्पण भाव अच्छी कि? पात्र नुह कि समर्पण भाव भी नहीं। जहाँ फल गोटे शिष्य जदि गढ़ा हूँ दीक्षा नियंती से गोटे शिष्य भारिबा ठू डिफिकल्ट। एटा आगुरी कही सब महापुरुष गीता भागवत लेखा अछि। कबीर कहले कोटिकरे गोटे संत मन को जे बांधि पारे। माने कोटिकरे गोटे संत मन को जे बांधि पारे। का मन स्थिर अच्छी? मन स्थिर करने सबू शास्त्र रे दीटा नियम लिखाई। कौन ना अभ्यास वैराग्य। कहार तो वैराग्य नहीं, समस्त आसक्ति रही। समस्त आसक्ति रही बड़ आसक्ति समस्त देख कौन ना किमिति आमको समस्ते भल कहतु, साधु हूँ कि गृहस्थ हूँ, आमको समस्ते बाहा बाहा कहतु, आमर समस्ते जयकार करतु, मते बहु लोक मानतु, मो कथार बहु लोक परिचालित हूँ, मु बहु टंका केमती रोजगार करी एवं जमी गाड़ी घोड़ा घर द्वार करी। समस्त भितर से जो प्रतिष्ठा लालसाटा कही नेक्स्ट एपिसोड रे माने प्रतिष्ठा लालसाटा समस्त भितर केमती बुलिकी रही। लोक मते चिन्हतु, लोक मते जानतु, लोक मते मानतु, लोक मते भल पातु, लोक मोर जय जयकार करतु, मु जहाँ कहले आज्ञा कहतु, समस्त भीतर लुचिकी अच्छी। ता घरे से चाहूनी मो स्त्री मत भल कहो, स्त्री कह मो स्वामी मत भल कहो, तार जी सराउंडिंग से सराउंडिंग से चाहूँ। साधु मान भी सेमती चाहूँगी। तेणु प्रकृत रे आओ कहार ज्ञान लाभ करने को इच्छा ना। जदि हृदय रे मनरे ज्ञानटा न आसीब आपण भितर कौन हम ना भक्तिटा आसबनी। प्रकृत ज्ञान कौन करे ना ईश्वराभिमुखी कराए। प्रकृत ज्ञानटा ईश्वराभिमुखी कराए। प्रकृत ज्ञानटा को ज्ञानटा ना आत्मज्ञानटा मनुष्य को भगवत उन्मुखी कराए। प्रकृत ज्ञान लोक को कौन दिए ना भक्ति दिए। जेमती कहुई कर्मयोगर परिपक्वटा है कौन ना ज्ञान, ज्ञानर परिपक्वटा है भक्ति, भक्तिर परिपक्व अवस्थाटा है कौन प्रेम। से भली तुम भितर कर्मर तो परिपक्व अवस्था आसी नहीं। गुरुदेव सब इंग्लीश रे कहते हाउ टू सीट। जड़े डिसाइपल जानिया कथा से गुरु सम्मुख केमिति बसिब
সেটা କେଉଁଟା ହେଲା ଜ୍ଞାନ? ସେଟା ଭାଗବତରେ ଲେଖା ହେଇଛି, ଚରଣ ଅଗ୍ର ନ ଦିଶିବ। ଶିଷ୍ୟର ଚରଣ ଅଗ୍ର କେବେ ଦେଖାଯିବ ନାହିଁ, ସିଧା ବସିବ। ଗୁରୁ କହିଛନ୍ତି ସମସ୍ତ କଥାକୁ ଶୁଣିବ, ଯେ ଲେଖିବା କଥା ସବୁ କଥାକୁ ଲେଖିବ, ହାଇ ମାରିବ ନାହିଁ, ଆଳସ୍ୟ କରିବ ନାହିଁ, ଭିଡ଼ି ମୋଡ଼ି ହେବ ନାହିଁ, ତା ମନମୁଖୀ ସେ ବସିପାରିବ ନାହିଁ। ଗୁରୁ ସବୁ ଦେଖୁଛନ୍ତି। ତେଣୁ ତୁମକୁ ସେଇ ଅନୁସାରେ ଆଶୀର୍ବାଦଟା କୃପାଟା ମିଳିବ। ତୁମେ ମନମୁଖୀ ଚାଲିପାରିବନି, ମନମୁଖୀ କୌଣସି କାମ କରିପାରିବନି, କାରଣ ତୁମର ସଂସ୍କାରର ତୁମେ ଚଳିପାରିବ ନାହିଁ। ତୁମେ ସମର୍ପଣ ପରେ ତୁମ ସଂସ୍କାର କ୍ଷୟ ହେବ ଏବଂ ଗୁରୁ ଯେଉଁ ସଂସ୍କାର ଦେବେ ସେ ସଂସ୍କାର ତୁମ ଭିତରେ ଜ୍ଞାନ, ଭକ୍ତି, ପ୍ରେମ ଅଣେଇଦେବ। ତୁମେ ଗୁରୁଙ୍କ ସଂସ୍କାରରେ ଯେପର୍ଯ୍ୟନ୍ତ ଚାଲିନ, ତୁମର ଜ୍ଞାନ ନାହିଁ, କି ଭକ୍ତି ନାହିଁ, କି ବିଶ୍ୱାସ ନାହିଁ, କି ପ୍ରେମ ତୁମ ଭିତରେ ନାହିଁ। ଯେଉଁମାନେ ହେଇକି ଆସିଛନ୍ତି ସେମାନଙ୍କୁ କିଛି କଷ୍ଟ ନାହିଁ, ସେମାନେ ଖୁସିରେ ହେଇଯିବେ, କାରଣ ସେ ସଂସ୍କାରଟା ତାଙ୍କର ମିଡ୍ ବ୍ରେନ୍ରେ ଡିପୋଜିଟ୍ ହେଇକି ଅଛି। ସେମାନେ ସବୁବେଳେ ବାଛି ନେବେ, ଏଇଠି ଗୋଟେ ଧଳା ପିନ୍ଧିବି, ଏଇଠି ଗୋଟେ ନାଲି ପିନ୍ଧିବି। ଏ ଧଳାର କନସେନ୍ଟ୍ରେସନ୍ ଅଲଗା, ନାଲିର କନସେନ୍ଟ୍ରେସନ୍ ଅଲଗା। ତେଣୁ ଲୋକ କିଛି ଜ୍ଞାନ ଲାଭ କରିପାରିନାହିଁ, କିଛି ଜ୍ଞାନ ଲାଭ କରୁନି। କାହିଁକି ନା ଏସବୁ ଜ୍ଞାନ ଜାଣିକି ଲାଭ କ'ଣ ହେବ? କେବଳ ସେଇ ପ୍ରତିଷ୍ଠା ଲାଳସା, ଯଶ ସମ୍ମାନର ଲାଳସା, ବାହା ପଦ ପାଇବାର ଜ୍ଞାନଟା ମୋତେ ମିଳିଗଲେ ମୁଁ ସ୍ୱର୍ଗକୁ ଚାଲିଯିବି, ଭଗବାନଙ୍କୁ ପାଇଯିବି, ମୋତେ ସବୁକିଛି ମିଳିଗଲା। ସେ ବହୁତ ସମୟ ଅହଙ୍କାର ଅଜ୍ଞାନତାରେ ଏଇ କଥାକୁ ସେ ଭାବୁଛି। ସେଥିଲାଗି ଭଗବାନ କହିଲେ, ଗୋଟେ ଏପିସୋଡ଼ ହେଇଥିଲା, ଶ୍ରଦ୍ଧାବାନ ଲଭେତ ଜ୍ଞାନଂ ତତ୍ପର ସଂ ଜିତେନ୍ଦ୍ରିୟ। ସେ ତ ଜ୍ଞାନ ଲାଭ କରିନେଇ ଇନ୍ଦ୍ରିୟମାନଙ୍କୁ ଜୟ କେମିତି କରିବ? ସେ କେମିତି ଇନ୍ଦ୍ରିୟମାନଙ୍କୁ ଜୟ କରିବ? ତେଣୁ କ'ଣ ଦରକାର ନା ହୃଦୟରେ ଭକ୍ତିଭାବ ଜାଗ୍ରତ ପାଇଁ ତୁମକୁ ପ୍ରଥମେ ଶାସ୍ତ୍ର ଜ୍ଞାନ, କେଉଁ ଶାସ୍ତ୍ର ଜ୍ଞାନ ନା ଆଧ୍ୟାତ୍ମିକ ଶାସ୍ତ୍ର ଜ୍ଞାନ ଲାଭ କରିବାଟା ଦରକାର। ଯଦି ବେଶୀ ନ ପଢ଼ିବ, ଗୀତା ଭାଗବତକୁ ପଢ଼ିକି ହଜମ କରିବ ଗୁରୁଙ୍କ ପାଖରେ ବସି, ତାପରେ ତୁମ ଭିତରେ ପ୍ରୟାସ ହେବ, ତାହେଲେ ମୁଁ କ'ଣ ଏଇଭଳି ଜୀବନଟାକୁ କାଟିପାରିବି ନାହିଁ? ତେଣୁ କାଟିପାରିବି। ସାଧନା କଲେ ଗୁରୁ ଯେଉଁ ସାଧନା ଦେବେ, ସେ ସାଧନାରେ କ'ଣ ନା ବିଶ୍ୱାସ, ଶ୍ରଦ୍ଧା, ବିଶ୍ୱାସ, ଭକ୍ତି ରଖି ଯଦି ସାଧନା କରିବେ, ତାହେଲେ ତୁମକୁ ଆୱାରନେସ୍, ତୁମେ ଚେତନାରେ ରହିପାରିବ। ମୁଁ ସେଇ ଆତ୍ମା ତୁମ ଭିତରେ ବୋଧ ହେବ। ସେଇ ଆତ୍ମା ବୋଧ ହେଲା ପରେ ତୁମେ ପରମାତ୍ମାଙ୍କ ଆଲୋକରେ ଆଲୋକିତ ହେବ। ଯଦି ମଳିଆ ଦର୍ପଣରେ ଯେତେ ସୂର୍ଯ୍ୟକିରଣ ପଡ଼ିଲେ ସେ କି ପ୍ରତିଫଳିତ ହେବ? ଗୋଳିଆ ପାଣିରେ ଯେତେ ସୂର୍ଯ୍ୟକିରଣ ପଡ଼ିଲେ ତୁମର ପ୍ରତିବିମ୍ବ କ'ଣ ଦର୍ଶନ ହେବ? ଦେଖିପାରିବ? କେବେ ଦେଖିପାରିବ ନାହିଁ। ତେଣୁ ଏଠି କିଏ ନା ତୁମେ ସ୍ୱଚ୍ଛ ନିର୍ମଳ କିଏ ହେବ ନା ମନ। ମନ ଯେତେବେଳେ ସ୍ୱଚ୍ଛ ନିର୍ମଳ ହେଇଯାଏ ସେ ନିଜକୁ ଆତ୍ମା ବୋଲାଏ। ଯେତେବେଳେ ତୁମେ ଆତ୍ମା ହେଇଗଲ, ସେଇ ବିନ୍ଦୁରେ ଅବସ୍ଥାପନ କଲ, ସେଇ ବିନ୍ଦୁ ଭାବଟା ତୁମ ପାଖରୁ ଭାବଟା ରହିଲା, ମୁଁ ସେଇ ଆତ୍ମା। ତୁମ ମନଟା ସବୁବେଳେ ସେ ଆଜ୍ଞା ଚକରେ କନସେନ୍ଟ୍ରେଟ୍ ହେଲା। ସେତେବେଳେ ପରମ ପିତା ପରମ ବ୍ରହ୍ମଙ୍କ ଲାଇଟ୍ ସମସ୍ତଙ୍କ ଉପରେ ପଡ଼ୁଛି। ଯେମିତି ସୂର୍ଯ୍ୟ କିରଣ ସବୁଆଡ଼େ ପଡ଼ୁଛି, ଯେଉଁଠି ଯିଏ ଯେତିକି ଅବଜର୍ଭ କରିବା କଥା ସେ ସେତିକି ଅବଜର୍ଭ କରିପାରୁଛି। କିନ୍ତୁ ସୂର୍ଯ୍ୟଙ୍କର କିରଣଟା ଯେମିତି ପଡ଼ୁଛି, ସେମିତି ପରମାତ୍ମା ପରମ ବ୍ରହ୍ମଙ୍କ ଆଲୋକଟା ବିଚ୍ଛୁରିତ ହୋଇ ସବୁଆଡ଼େ ପଡ଼ୁଛି। ତୁମେ ସେତିକି ସ୍ୱଚ୍ଛ ନିର୍ମଳ ହେଲେ
ତମଠାରେ ପ୍ରତିଫଳିତ ହେବ। ତୁମ ଭିତରେ ଅଦ୍ଭୁତ ଜ୍ଞାନ ଆସିବ, ଭକ୍ତି ଆସିବ, ପ୍ରେମ ଆସିବ। ତୁମେ ସାଧାରଣ ଲୋକ ହେଇ ରହିବ ନାହିଁ, ଅସାଧାରଣ ଲୋକ ହେଇଯିବ। ତୁମେ କ'ଣ କରିବ ନା ଅନେକ କଥା ଜାଣିପାରିବ, ଅନେକ କଥା କହିପାରିବ, ଅନେକ ଲୋକ ତୁମ ପ୍ରତି ଆକୃଷ୍ଟ ହେବେ, ଅନେକ ଲୋକ ତୁମକୁ ଭଲ ପାଇବେ। ତୁମଠାରୁ କ'ଣ ହେବ ନା ସେ ଡିଭାଇନ୍ ଏନର୍ଜିଟା ବାହାରିବ। ତେଣୁ ଗୋଟେ ଲୋକ ଯାହା କରିପାରେ ନାହିଁ, ଜଣେ ସେଇ ସ୍ୱଚ୍ଛ ନିର୍ମଳ ପବିତ୍ର ହେଇଗଲା ପରେ ସେଇ ଆଲୋକରେ ପରମ ପିତା ପରମ ବ୍ରହ୍ମ ଆଲୋକରେ ଆଲୋକିତ ହେଇ ସେ ଅନେକ କାମ ତା ଜୀବନରେ କରିଦେଇପାରେ। ଶହ ଶହ ଲୋକଙ୍କୁ, ଲକ୍ଷ ଲକ୍ଷ ଲୋକଙ୍କୁ, କୋଟି କୋଟି ଲୋକଙ୍କୁ ସେ ଆକୃଷ୍ଟ କରି ତା ଜ୍ଞାନଟାକୁ ପ୍ରଦାନ କରେ। ଦେଖୁନାହାନ୍ତି ସବୁ ସଂସ୍ଥାର ବଡ଼ ବଡ଼ ମହାପୁରୁଷ ସାଧୁମାନେ କେମିତି କରିଯାଉଛନ୍ତି। ଲୋକଟେ ମାଗିଲେ 10ଟା ଟଙ୍କା ଦେବେନି, ମୁଁ 10 କୋଟି ଦେଇଦେବେ, 100 କୋଟି ଦେଇଦେବେ, 1000 କୋଟି ତାଙ୍କୁ ଦେଇଦେବେ, ଚିନ୍ତା କରିବେନି। ଆଉ ଜଣକୁ କାହିଁ ଦେବେନି? ଆଉ ଜଣକୁ କାହିଁକି ଦେବେନି? କାରଣ କ'ଣ? ତୁମେ ଶୁଦ୍ଧ ହଉନ, ପବିତ୍ର ହଉନ, ନିର୍ମଳ ହଉନ, ସ୍ୱଚ୍ଛ ହଉନ। କାହିଁକି ନା ତୁମେ ସେ କଥା ଜାଣିନ। ସେ ଜ୍ଞାନ ତୁମର ଲାଭ ହେଇନାହିଁ। ଜ୍ଞାନ ଲାଭ କେମିତି ହେବ ନା ଜ୍ଞାନୀ ଆଉ ତତ୍ତ୍ୱଗୁରୁ ଗ୍ରହଣ କଲା ପରେ ଯାଇକି ତୁମର ଜ୍ଞାନ ଲାଭ ହେବ। ଜ୍ଞାନ ଲାଭ ଶାସ୍ତ୍ର ଜ୍ଞାନ, ଶାସ୍ତ୍ର ଜ୍ଞାନ ଭଲ ଭାବରେ ଲାଭ କରିସାରିଲା ପରେ ତୁମେ ଶାସ୍ତ୍ରରୁ ପାଇବ ଯେ କ'ଣ ପାଇବ ନା ମୁଁ ଆତ୍ମଜ୍ଞାନୀ ଓ ତତ୍ତ୍ୱଗୁରୁ ଲାଭ କଲେ ଯାଇକି ମୋର ସାଧନାଟା ଠିକ୍ ହେବ। ଯିଏ ଯେଉଁଠି ପାଉଛି ସେଠୁ ଦୀକ୍ଷା ନେଇଯାଉଛି, କିଛି ଜାଣିନି ମନ୍ତ୍ରଟିଏ ଦୀକ୍ଷା ନେଇଯାଉଛି। କିଏ କହୁଛି କାଳୀ ପୂଜା କର, କିଏ କହୁଛି ଦୁର୍ଗା ପୂଜା କର, କିଏ କହୁଛି ଲକ୍ଷ୍ମୀ ପୂଜା କର, କିଏ କହୁଛି ନାରାୟଣ ପୂଜା କର, କିଏ କହୁଛି ସେ ଅମକ ମହାପୁରୁଷକୁ ପୂଜା କର। କିନ୍ତୁ ସେ ଜ୍ଞାନ ଲାଭ ଯଦି କରିଥବ ଗୀତା ଭାଗବତରୁ, ସେ କାହାକୁ ପୂଜା କରିବ ସେ ଜାଣିଥବ। ଯେତେବେଳେ ସେ ଗୁରୁ ଏଇଭଳି ଉପଦେଶଟିଏ ଦେଲା, ତାକୁ ସେ ପ୍ରଣାମ କରି ଫେରି ଆସିବ। ଆରେ ଭାଗବତ ତ ଏହା କହୁଛି, ଭଗବତ ଗୀତା ତ ଏହା କହୁଛି, ମୁଁ ଏ ଗୁରୁଙ୍କ ପାଖରୁ କେମିତି ଦୀକ୍ଷା ନେବି? ମୁଁ ଦୀକ୍ଷା ନେଲେ ମୁଁ ସୁଫଳ ପାଇପାରିବି ନାହିଁ। ମୋ ସାଧନାରେ ସିଦ୍ଧି ଲାଭ ଅର୍ଥ ମୂଳ ଉତ୍ସକୁ ଯାଇପାରିବି ନାହିଁ। ତେଣୁ ତାର ଫାଷ୍ଟ ଜ୍ଞାନ ଦରକାର। ଗୀତା ଭାଗବତର ଜ୍ଞାନ ସମ୍ପୂର୍ଣ୍ଣ ସେ ଜାଣିଥିବ। ମାଛ ଖାଇଲେ ଏଇଆ, ମାଂସ ଖାଇଲେ ଏଇଆ, ତାକୁ କହିଦେଲେ ଇଂଲିଶରେ ଭଲ, ଭେଜ୍ ନନ୍ ଭେଜ୍ ଖାଇଲେ କ'ଣ ସେ ପଢ଼ିବ, ଜାଣିବ। ସେଥିଲାଗି ଭାଗବତରେ ଗୀତାରେ ଭାଗବତରେ ପଦ ଅଚ୍ୟୁତ ଦାସ ଲେଖିନାହାନ୍ତି, ସାଧୁ ସଙ୍ଗମେ ଜ୍ଞାନ ବଢ଼େ, କର୍ମ ବାସନା ରଜୁ ଛିଡ଼େ। ସାଧୁ ସଙ୍ଗ କଲେ ତୁମ ଜ୍ଞାନଟା କ'ଣ ହେବ ନା ବଢ଼ିବ। ତେଣୁ ତୁମେ କେତେ ସାଧୁ ସଙ୍ଗ କରିପାରୁଛ? ପୁଣି ମୂର୍ତ୍ତ ସାଧୁ ସଙ୍ଗ, ଜୀବନ୍ତ ସାଧୁ ସଙ୍ଗ। ଯେଉଁ ସାଧୁର ରିଅଲାଇଜେସନ୍ ଅଛି, ସେ ଶାସ୍ତ୍ର ପଢ଼ିଛି କିନ୍ତୁ ସାଧନା କରିଛି, ତାର ଅନୁଭବ ହେଇଛି ଭଗବାନ ସତ୍ୟ, ଜଗତ ମିଥ୍ୟା, ଭଗବାନଙ୍କର ପିତା ଅର୍ଥେ କର୍ମ କରିବାକୁ ଏ ଧରା ପୃଷ୍ଠକୁ ଅବତରଣ କରିଛି। ଭଗବାନ ମୋତେ ପଠେଇଛନ୍ତି ତାଙ୍କ କାମ କରିବାକୁ। କହିନାହାନ୍ତି ତୁ ଡାଲି ଚାଉଳ ଧରି ବିକ୍ରି କର, ପଇସା ରୋଜଗାର କରି ଘରେ ସଞ୍ଚୟ କର। ପାଠ ପଢ଼ିବୁ ପୁଣି ଟିଉସନ୍ କରି ପଇସା ରୋଜଗାର କରି ପୁଣି ସଞ୍ଚୟ କର। ମହୁମାଛି ଆଉ କ'ଣ, ମହୁ ରଖିବ, ଯିଏ ଖାଏ ଜାଣିଥିବ କ'ଣ ଅଛି। ମୂଷା ଧାନ ସବୁ ରଖିବ ତା ଗାତ ଭିତରେ, କେଳା ତାକୁ ନେବ, ଆଉ କ'ଣ ଅଛି। କେବେ ମୂଷା ଯେତିକି ଧାନ ରଖେ କେବେ ଖାଏ? ସବୁ ସେ ନେଇ ଚାଲିବ ଖୋଳିକି, ପୁଣି ଲାଷ୍ଟକୁ ମୂଷାକୁ ମାରିଦେବ। ଯଦି ମୂଷା ଧରା ପଇଲା, ସେ ଯେଉଁ କୋଡ଼ିରେ ଖୋଳୁଥିବ
ତାକୁ ହାଣିଦେବ। ତେଣୁ ମନୋବୋଧ 34ରେ ଭକ୍ତ ଚରଣ ଦାସ ଲେଖିଲେ, ଥୋଇଲା ଧନ ତୋର ଖଣ୍ଟ ଖାଇବ, ଚୋର ନେଇଯିବ। ସେମିତି କେଉଁ ଗୁରୁ ଗ୍ରହଣ କରିବ ନା ଆତ୍ମଜ୍ଞାନୀ ଆଉ ତତ୍ତ୍ୱ ଗୁରୁ। ସେଇଥିଲାଗି ଭାଗବତରେ ଲେଖା ଅଛି, ଯେ ଗୁରୁ ତତ୍ତ୍ୱରେ ଗୋଚର, ଶିର ମଣ୍ଡିବ ତା ପୟର, ତତ୍ତ୍ୱ ବୁଝିଲେ ତ୍ରୁଟେ ଭ୍ରାନ୍ତି, ଭବ ସାଗରୁ ତରି ଯାଆନ୍ତି। ତତ୍ତ୍ୱଟା କେହି ଜାଣେ, ମଣିଷ ଭିତରେ ଏପର୍ଯ୍ୟନ୍ତ ଭ୍ରାନ୍ତି ଯାଉନାହିଁ। ଜୀବାତ୍ମା ପରମାତ୍ମା ଜ୍ଞାନ କେଉଁ ଗୁରୁ କହୁନାହାନ୍ତି। ଆଉ ଜୀବାତ୍ମା କେମିତି ପରମାତ୍ମାଙ୍କ ସହିତ ମିଳନ ହେବ, ଯୋଗ ହେବ, ସେ କଥା କହୁନାହାନ୍ତି। ସବୁବେଳେ କେମିତି ଆମେ ପରମାତ୍ମାକୁ ୟାଦ କରିବା ବା ପରମାତ୍ମାକୁ ସବୁବେଳେ ସ୍ମରଣ କରିବା, ସବୁବେଳେ ଚିନ୍ତନ କରିବା। ସାଇନ୍ସ କହିଛି, ଆଜ ୟୁ ଥିଙ୍କ ସୋ ୟୁ ବିକମ୍। ଆପଣ ଯାହାକୁ ଭାବିବେ ତାର ଭାବ ଆପଣଠାରେ ସଂକ୍ରମଣ କରିବ, ତା ଲାଇଟ୍ ଆପଣଠାରେ ପଡ଼ିବ। ତେଣୁ ଆମେ କରୁଛେ କ'ଣ? କେତେ ସମୟ ଆମେ ଗୃହସ୍ଥ ଆଶ୍ରମରେ ରହି ଆମେ ଭଗବାନଙ୍କ ଚିନ୍ତାରେ ବା ଗୁରୁଙ୍କ ଚିନ୍ତାରେ ଆମେ ନିମଗ୍ନ ରହୁଛେ। 24 ଘଣ୍ଟା ଭିତରେ ଆମେ ଘଣ୍ଟାଟାକୁ ବାଣ୍ଟିଛେ କି 24 ଘଣ୍ଟାଟାକୁ ମୁଁ କେମିତି କାଟିବି, ଦୈନିକ ପଞ୍ଜି ଆମେ କରିଛେ କି? 8 ଘଣ୍ଟା ଶୋଇବି, 8 ଘଣ୍ଟା ମୋ ସଂସାର ପାଇଁ ଖଟିବି, 8 ଘଣ୍ଟା ତପସ୍ୟା କରିବି, ଧ୍ୟାନ କରିବି, ସ୍ୱାଧ୍ୟାୟ କରିବି। କେବେ ହେଇଛି? କେମିତି ଯାଉଛି ସମୟ ଜଣା ନାହିଁ। 8 ଘଣ୍ଟା ମୁଁ ରେଷ୍ଟ ନେବି, 8 ଘଣ୍ଟା ମୋ ପରିବାର ପାଇଁ ଶ୍ରମ କରିବି। କେମିତି ଶ୍ରମ କରିବି? ନା ଯୋଗଯୁକ୍ତ କର୍ମ କରିବି। ସେଟା କେଉଁ ଲେଖା ହେଇଛି? ନା ଭଗବତ ଗୀତାରେ ସେ ଜ୍ଞାନଟା ତୁମେ ପଢ଼ିବ, ଗୁରୁଙ୍କୁ ପଚାରିବ, ଗୁରୁଦେବ ମୁଁ କେମିତି ଯୋଗଯୁକ୍ତ କର୍ମ କରିବି? ସେ ଶ୍ଲୋକଟି ସମସ୍ତେ ଜାଣିଛୁ, ବାବା ସହସ୍ର ଥର କହିସାରିଲେଣି। ତସ୍ମାତ୍ ସର୍ବେଷୁ କାଳେଷୁ, ତାପରେ ଗୋଟେ ଏପିସୋଡ଼ ହେଇଛି ଯୋଗଯୁକ୍ତ ଭବାର୍ଜୁନ। ମୁଁ ସବୁବେଳେ ଯୋଗଯୁକ୍ତ ହିସାବରେ କର୍ମନୁ ସେବା କରିବି। ହେ ଭଗବାନ, ସବୁ କର୍ମ ତୁମର, ସବୁ କାମ ତୁମେ କରୁଛ, କରାଉଛ। ସବୁବେଳେ ତାଙ୍କୁ ୟାଦ କରୁଥିବ, ମନେ ପକାଉଥିବ, ସବୁବେଳେ ସ୍ମରଣ ଥିବ, କାମ ଚାଲୁଥିବ। କେମିତି? ନା ଅଭ୍ୟାସ କର, ଜାଣିବ। ବୈରାଗ୍ୟ ଆସିଲେ ଜାଣିବ। ଭଗବତ ଗୀତାରେ ଲେଖା ଅଛି, ପାତଞ୍ଜଳ ଯୋଗ ସୂତ୍ରରେ ଲେଖା ଅଛି, ଅଭ୍ୟାସ ବୈରାଗ୍ୟାଂ ତନିରୋଧ। ତୁ ଅଭ୍ୟାସ ବୈରାଗ ଦ୍ୱାରା ଏ ଚଞ୍ଚଳ ଅସ୍ଥିର ମନକୁ ନିୟନ୍ତ୍ରଣ କରିପାରିବୁ ହେ ଅର୍ଜୁନ। ନା, ଏଇଟା ପାତଞ୍ଜଳି କହୁଛନ୍ତି। ଭଗବାନ ଭଗବତ ଗୀତାରେ କହିଛନ୍ତି କ'ଣ? ନା ଅଭ୍ୟାସ ନ ତୁ କୁନ୍ତଏ ବୈରାଗେଣ ଚ ଗୁହ୍ୟତେ। ଅଭ୍ୟାସ ବୈରାଗ ଦ୍ୱାରା ଏ ସାଧନା ତୋର ଆରମ୍ଭ ହେବ। ଆମର ତ ସବୁଥିରେ ଆସକ୍ତି। ଏବେ ସମସ୍ତେ କି ବଡ଼ ଆସକ୍ତି ଲୋକଙ୍କର ହେଇଯାଇଛି ଫୋନରେ ଲାଗିବା। ଯାହାକୁ ଯେଉଁଠି ଦେଖ ସେ ତ ଫୋନ୍ଟାକୁ ଧରୁଛି, ଦେଖୁଛି, ଏମିତି ଏମିତି। ଆଉ କ'ଣ? ଏବେ ସମସ୍ତଙ୍କର ଆକର୍ଷଣ ହେଇଛି ମୋବାଇଲ, ସମସ୍ତଙ୍କର ଆକର୍ଷଣ। ଜଣେ ସାଧୁକୁ ଆମେ ଭେଟିଥିଲୁ। ସେ ବହୁତ ଯେମିତି ଆଡ଼ଭାନ୍ସ ଜଣାପଡ଼ୁଥିଲେ। ଆମେ ଭାବୁଥିଲୁ ଏ ସାଧୁ ମୋବାଇଲ ନିଶ୍ଚିନ୍ତ ୟୁଜ୍ କରୁଥିବେ। ତାଙ୍କୁ ଆମେ ପଚାରିଲୁ, ଆପଣ ମୋବାଇଲ ବ୍ୟବହାର କରନ୍ତି? କହିଲେ ନା ନା, ମୁଁ ମୋବାଇଲ ୟୁଜ୍ କରେ ନା। କାହିଁକି ମୋବାଇଲ ୟୁଜ୍ କରୁନାହାନ୍ତି? ନା ଆପଣ ମୋବାଇଲ ୟୁଜ୍ କରିବା ଛାଡ଼ନ୍ତୁ, ଜାଣିବେ ଯେ ମୁଁ କାହିଁକି ମୋବାଇଲ ୟୁଜ୍ କରେ ନାହିଁ। ଆପଣ ନ ଛାଡ଼ିବା ପର୍ଯ୍ୟନ୍ତ ଜାଣିପାରିବେ ନାହିଁ ଯେ ମୋବାଇଲ ଆପଣଙ୍କର କ'ଣ ଉପକାର ଆଉ କ'ଣ ଅପକାରରେ ଲାଗୁଛି। ହେଲେ ଆପଣ ଛାଡ଼ିଲେ ଜାଣିପାରିବେ। ବର୍ତ୍ତମାନ ତ ସମୟ ହେଇଛି, ମୋବାଇଲ ଛାଡ଼ି କ'ଣ ଚଳି ହେବ? ନା 20 ବର୍ଷ ପୂର୍ବକୁ ଫେରି ଯାଆନ୍ତୁ, ଯେତେବେଳେ ମୋବାଇଲ ନଥିଲା। ସମସ୍ତେ କ'ଣ ଚଳୁନଥିଲେ? କାହାର କ'ଣ ଅସୁବିଧା ହେଇଯାଉଥିଲା? ଯେତେବେଳେ ନେଟୱାର୍କ ଆଉ କାମ କରିବ ନାହିଁ, ସମୟ ଦିନେ ଆସିବ, ମୋବାଇଲ ଲୋକ ଫୋପାଡ଼ିବେ।
ପୁଣି ଯେମିତି ସୃଷ୍ଟି ଥିଲା ପୁଣି ପୂର୍ବ ସ୍ଥିତିକୁ ଦିନ ଆସିବ, ଫେରିବେ, ନିଶ୍ଚିନ୍ତ ଫେରିବେ। ଏଇଟା ହିଁ ଭଗବାନଙ୍କ ଲୀଳା। ସୃଷ୍ଟି ହେଇଛି, ସ୍ଥିତି ହେବ, ଦିନ ପୁଣି ସଂହାର ହେବ। ଦିନର 4ଟି ଅବସ୍ଥା ହେଉଛି, ବ୍ୟକ୍ତିର 4ଟା ଅବସ୍ଥା ଆସୁଛି। ଆମର ଦିନେ କ'ଣ ବାର୍ଦ୍ଧକ୍ୟ ଆସୁ ବୋଲି ଆମେ ଜାଣିଥିଲେ? ଯାହାର ଏବେ ବାର୍ଦ୍ଧକ୍ୟ ନ ଆସିବ ନା, ଆଜି ମୋର ବାର୍ଦ୍ଧକ୍ୟ, ଦିନେ ତାର ମୃତ୍ୟୁ ହେବ, ନିଶ୍ଚିନ୍ତ ମୃତ୍ୟୁ ହେବ। ସେ କ'ଣ ଜାଣିଛି କି ନିଶ୍ଚିନ୍ତ ଦିନେ ମୃତ୍ୟୁ ହେବ ନା? ମୃତ୍ୟୁ କ'ଣ ଛାଡ଼ିବ କି? ଜନ୍ମ ମୃତ୍ୟୁ ଜରା ବ୍ୟାଧି କାହାକୁ ଛାଡ଼ିଛି କି? କାହାକୁ ଛାଡ଼ିବ ନାହିଁ। ତେଣୁ ଆମେ ଶାସ୍ତ୍ର ଯଦି ପଢ଼ିଥିବା, ଆମେ କେମିତି ଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କରିବା, ସେଇ ଗୁରୁ ଆମେ ଚୟନ କରିପାରିବା, ନିର୍ଣ୍ଣୟ କରିପାରିବା। ପୁଣି ଭାଗବତରେ ଲେଖା ଅଛି, ଯେ ଗୁରୁ ଜାଣେ ବେଦ ତତ୍ତ୍ୱ, ନିର୍ଗୁଣ ଆତ୍ମଜ୍ଞାନେ ରତ, ସମଦର୍ଶୀ ନିଷ୍ଠାପର, ତପକୋଷଣ ଶହେ ଧୀର, ନିରତେ ଥାଇ ପରହିତେ, ଈଶ୍ୱର ମାୟା ଜାଣି ଚିତେ, ହେମନ୍ତ ଗୁରୁ ପାଦେ ବଜି, ହିଂସା କପଟ ଦୂରେ ତେଜି। ତାକୁ ବ୍ୟାଖ୍ୟା କଲେ ସମୟ ପଳେଇବ। ସେମିତିଆ ଗୁରୁ କ'ଣ ତୁମେ ପାଇଛ? ସେମିତିଆ ଗୁରୁ କ'ଣ କିଏ ସ୍ଥିର କରୁଛନ୍ତି? ଏଇଟା ସିନା କେମିତି ଏଇଟା ଜାଣିଲ? ଭାଗବତକୁ ଡିପ୍ଲି ପଢ଼ିଥିଲେ ତୁମେ ଜାଣିପାରିବ ଏ କଥାଟିକୁ, ନହେଲେ ତୁମେ ଏ କଥାକୁ ଜାଣିପାରିବନି। ବେଦ ବିଷୟରେ ଯିଏ ପଢ଼ିଛି, ବେଦର ତତ୍ତ୍ୱକୁ ଯିଏ ଜାଣିଛି, ନିର୍ଗୁଣ କଥା କହୁଛି, ସେ ସଗୁଣ କଥା କହୁନି। ନିର୍ଗୁଣ ଆତ୍ମଜ୍ଞାନେ ରତ, ଭାଗବତ କହୁଛି, ସେ ନିର୍ଗୁଣ କଥା କହୁଛି, ସେ ସଗୁଣ କଥା କହୁନାହିଁ। ଏଇ ନିର୍ଗୁଣ ଉପରେ ଆଲୋଚନା କଲେ ଘଣ୍ଟା ଘଣ୍ଟା ଆଲୋଚନା ଚାଲିବ। ସମଦର୍ଶୀ ନିଷ୍ଠାପର, ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଛି। ସମାନ ଦୃଷ୍ଟି ଅର୍ଥ କ'ଣ ନା, ସବୁରି ଭିତରେ ସେଇ ଆତ୍ମା, ସେ ଭିନ୍ନ ଦେଖୁନାହିଁ, ସେ ରୂପକୁ ଦେଖୁନାହିଁ, ସେ ବଡ଼ିକି ଦେଖୁନାହିଁ, ସେ ସୋଲକୁ ଦେଖୁଛି। ଯେଉଁ ସୋଲ ସବୁ କାମ ଶରୀର ଭିତରେ କରୁଛି। ଆପଣ କ'ଣ ବୋଧ କରୁଛନ୍ତି? ଆପଣ କହୁଛନ୍ତି ସବୁ ମୁଁ କରୁଛି ନା? ମୁଁ ଖାଇଲି, ମୁଁ ଗଲି, ମୁଁ ଶୋଇଲି, ମୋ ପୁଅ ଗଲା, ମୁଁ ମୋର ଭାବ ନେଇ ଆପଣ ବଞ୍ଚିଛନ୍ତି ଅନାହତ ଚକ୍ରକୁ ନେଇକି ନା। କିନ୍ତୁ ସେ ଆତ୍ମା ଯେ ନ ରହିଲେ ଆପଣ ଯେ କିଛି କରିପାରିବେ ନାହିଁ। ଯେମିତି କରେଣ୍ଟ ନ ରହିଲେ ଏ କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷଟି ଯାହା ଅଛି କିଛି ଚାଲିବ ନାହିଁ। କେଉଁ ଏସି ଚାଲିବ, କେଉଁ ଫ୍ୟାନ୍ ଚାଲିବ, କେଉଁ ମାଇକ୍ରୋଫୋନ୍ ଚାଲିବ। ସେମିତି ସୋଲ୍ ନ ରହିଲେ ଆଖି କାମ କରିବ ନାହିଁ। ଆରେ ସୋଲ୍ଟା ଶ୍ୱାସ ପ୍ରଶ୍ୱାସ ନେଉଛି। ଏପିସୋଡ଼ରେ କହିଥିଲି ବ୍ରେଥ୍ ଉପରେ କହିଲି ସୋଲ୍ ଉପରେ। ସୋଲ୍ ଉପରେ ୟୁନିଭର୍ସାଲ୍ ସୋଲ୍ ଉପରେ କୁହା ହେଇନାହିଁ। ବ୍ରେଥ୍ଟାକୁ କିଏ ନେଉଛି? ସେଇ ଆତ୍ମା ନେଉଛି, ଛାଡ଼ୁଛି ନା। ଆଉ ଆତ୍ମା ନେବାରୁ ଆପଣଙ୍କର 11ଟା ଯାକ ଇନ୍ଦ୍ରିୟ ଫଙ୍କସନ୍ କରୁଛି, ଆପଣ ସବୁ କିଛି କରୁଛନ୍ତି। କିନ୍ତୁ ଏ ନଲେଜ୍ ଯଦି ଆପଣଙ୍କର ଥାଆନ୍ତା, ଆପଣ କହନ୍ତେ କି ମୁଁ ଖାଇଲି, ମୁଁ ଗଲି, ମୁଁ ଆଇଲି, ମୁଁ ଶୋଇଲି, ମୁଁ ଦେଲି, ମୁଁ ନେଲି, ଏ କଥା କେବେ କହନ୍ତେ? ମୁଁ ଏତେ କାମ କଲି କେବେ କହନ୍ତେ? କି ମୋର ବୋଲି କେତେବେଳେ କହନ୍ତେ? ଆପଣ ଯେତେବେଳେ ଆତ୍ମାକୁ ଜାଣିବେ, ଆତ୍ମାକୁ ଚିହ୍ନିବେ, ଆତ୍ମାକୁ ଅନୁଭବ କରିବେ, ଚିନ୍ତନ ଦ୍ୱାରା, ବିଚାର ଦ୍ୱାରା, ଜ୍ଞାନ ଦ୍ୱାରା, ସାଧନା ଦ୍ୱାରା ଆପଣ ଭିତରେ ସେତେବେଳେ ମୁଁ ମୋର ଭାବଟା ଉଠିଯିବ। ସେତେବେଳେ ଆପଣ ଭିତରେ କ'ଣ ହେବ ନା, ମୁଁ ମୋର ଭାବଟା ଉଠିଯିବ। ତେଣୁ ଆପଣ ତ ଜାଣିନାହାନ୍ତି ପର୍ଯ୍ୟନ୍ତ ଆତ୍ମା ସବୁ କରୁଛି। ଆତ୍ମାର ଆଲୋକରେ ଆଲୋକିତ ଆମେ ଯେମିତି, ଆପଣଙ୍କୁ ତ ଏ ଜ୍ଞାନ ନାହିଁ। ଆତ୍ମା ଥବାରୁ ମୁଁ ହିଁ କ୍ରିୟାଶୀଳ, ସବୁ କରୁଛି, କରିପାରୁଛି। ସମସ୍ତ ଶକ୍ତି ତାଙ୍କଠାରୁ ହିଁ ଆସୁଛି, ମୋର କିଛି ଶକ୍ତି ନାହିଁ। ଯେମିତି କୁଟା ଖଣ୍ଡକୁ ଇନ୍ଦ୍ର ବଜ୍ର ମାରି ଜଳେଇ ପାରିଲେ ନାହିଁ, ବଜ୍ର ମାରି ପାରିଲେନି, ଅଗ୍ନି ଜଳେଇ ପାରିଲାନି, ପବନ ଉଡ଼େଇ ପାରିଲାନି। ପରମାତ୍ମା ପରମ ବ୍ରହ୍ମ ପରୀକ୍ଷା କରୁଥିଲେ କୁଟା ଖଣ୍ଡକୁ, ଜଳ ବୁଡ଼େଇ ପାରିଲାନି। ସେଇଭଳି ଆମର କୌଣସି ସାମର୍ଥ୍ୟ ନାହିଁ ଯଦି ତାଙ୍କ ଆଲୋକ ଆମ ପାଖରେ ନାହିଁ। ଆମର ବୋଲି କିଛି ଆଲୋକ ନାହିଁ, ସବୁ ତାଙ୍କ ଆଲୋକରେ ଆମେ ଆଲୋକିତ। କିଏ ଅନୁଭବ କରୁଛି, କିଏ ଅନୁଭବ କରିପାରୁନାହିଁ। ତେଣୁ ଶାସ୍ତ୍ର ଜ୍ଞାନ ହେଲେ ଭଲ ଗୁରୁ ବୋଇଲେ
ଭଗବତ ଗୀତାର 4th ଅଧ୍ୟାୟର ବାବା ବାରମ୍ବାର କହିଛନ୍ତି 34 ନମ୍ବର ଶ୍ଲୋକ, ତଦ୍ବିଧି ପଣିପାତନ ପରିପ୍ରେଷଣ ସେବୟା ଉପଦକ୍ଷନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶୀନ। ଯେ ଜ୍ଞାନୀ ହେଇଥିବେ, ତତ୍ତ୍ୱଦର୍ଶୀ ହେଇଥିବେ, ସେଇ ଗୁରୁଙ୍କ ଠାରୁ ଦୀକ୍ଷା ନେଇ ଆଗ ହେଲା ଶିକ୍ଷା, ତାପରେ ଦୀକ୍ଷା, ତାପରେ ସାଧନା, ତାପରେ ଜ୍ଞାନ। ଆଗ ଶିକ୍ଷା ହେଲାଣି, ତାପରେ ଦୀକ୍ଷା ହେଲାଣି, ତାପରେ ସାଧନା ହେଲାଣି, ତାପରେ ତୁମେ ଭକ୍ତିର ଅଧିକାରୀ ହେବ, ଜ୍ଞାନ ଭକ୍ତିର ଅଧିକାରୀ ହେବ। ଜ୍ଞାନ ଭକ୍ତିର ସମନ୍ୱୟ ତମ ଭିତରେ ଦେଖାଦେବ। ତୁମେ ଆଲୋକିତ ହେବ, ତାଙ୍କ ଆଲୋକରେ ସବୁବେଳେ ତାଙ୍କ ଆଲୋକଟା ତମ ଉପରେ ପଡ଼ିବ ଏବଂ ତୁମେ ସେ ଆଲୋକକୁ ଧାରଣ କରି ଅନେକ ଗୁଡ଼ିଏ କାମ ଏ ସୃଷ୍ଟିରେ ତମ ଦ୍ୱାରା ସେ କରେଇ ନେବେ। କସ୍ମିନ୍ କାଳେ ତୁମେ ଯେତେ କଥା ଶୁଣୁଛ ତମ ଭିତରେ ଭାଇବ୍ରେସନ୍ ହେଉନାହିଁ। କାହିଁକି ନା ତୁମେ ପାତ୍ର ନୁହଁ କି ସମର୍ପିତ ନୁହଁ। ଏବେ ଶୁଣିବ, ହଁ କ'ଣ ସେ ବାବାଜୀ କହୁଥିଲେ, ବାବା କହୁଥିଲେ, ସେଥିରୁ ଆମକୁ କ'ଣ ମିଳିବ, ସେ କଥା ଆମ ଦ୍ୱାରା ନୁହଁ। ତମର ମାନେ ଭିତରେ ଆଗ ନକାରାତ୍ମକ ଶକ୍ତିଟା, ନେଗେଟିଭ୍ ପାୱାରଟା ଆଗ କାମ କଲା। ତୁମେ ଆଉ ଜମା ଲାଇଫରେ ସକ୍ସେସ୍ ହେଇପାରିବନି। କାରଣ ତୁମେ ବା କହିସାରିଲଣି ତାର ଉତ୍ତର, ତୁମେ କହିସାରିଲଣି ତାର ଉତ୍ତର। ନା ଏ ପରୀକ୍ଷାରେ ମୁଁ ପାସ୍ କରିପାରିବିନି, ମୁଁ ଫେଲ୍ ହେଇଯିବି। ଫେଲ୍ ହେଇଯିବ, ତୁମର ଯେଉଁ ନେଗେଟିଭ୍ ଏନର୍ଜି ତୁମକୁ ଗୋଡ଼େଇକି ଖାଇବ। ଯାହାକୁ କହନ୍ତି ଭାଗବତରେ, କଳ୍ପନା ପଛେ କାଳ ଥାଇ ପ୍ରାଣୀ ତା ଜାଣି ନ ପାରଇ, ଆଜ୍ ୟୁ ଥିଙ୍କ୍ ସୋ ୟୁ ବିକମ୍। ଆଜି କଥା ଏତିକି ଥାଉ, ଏ କଥା ସରିଲାନି। ହୃଦୟରେ କଥାର ସାର ବସ୍ତୁ ଥିଲା, ଏ ହୃଦୟରେ, ମନରେ ନୁହେଁ, ଏ ହୃଦୟରେ ଭକ୍ତିଭାବ କାହିଁକି ଜାଗ୍ରତ ହେଉନାହିଁ, ତାର କଥାର ଜିଷ୍ଟ ହେଉଛି ଆମ ଭିତରେ ଜ୍ଞାନ ମାନେ ଶାସ୍ତ୍ର ଜ୍ଞାନ ନାହିଁ, କି ସାଧନା ନାହିଁ, କି ପ୍ରକୃତ ଗୁରୁ ଆମେ ଗ୍ରହଣ କରିନେ। ଯଦି ପ୍ରକୃତ ଗୁରୁ ଆମେ ଗ୍ରହଣ କରୁଛେ, ଆମେ ସାଧନା କରୁନେ। ତେଣୁ ଜ୍ଞାନ ହେବ ନାହିଁ, କି ଭକ୍ତି ହେବ ନାହିଁ, କି ପ୍ରେମ ହେବ ନାହିଁ। ଆପଣ ତେଣୁ ଯଦି ଆମେ ଗୃହସ୍ଥ ଆଶ୍ରମରେ ଅଛେ, 8 ଘଣ୍ଟା ଖଟିବା, ଆତ୍ମବୋଧରେ କର୍ମ କରିବା, 8 ଘଣ୍ଟା ବିଶ୍ରାମ ନେବା, 8 ଘଣ୍ଟା ତପସ୍ୟା ଆଉ ସ୍ୱାଧ୍ୟାୟ କରିବା, କରୁଛେ କି? 20 ଘଣ୍ଟା ଖଟିବା ଆଉ 3-4 ଘଣ୍ଟା ଶୋଇପଡ଼ିବା। ଆଉ କାହିଁକି ଆମେ 20 ଘଣ୍ଟା ଖଟୁଛେ? ଆମେ ଯୋଗ ଅଭ୍ୟାସ କରୁଛେ। ଭଗବାନଙ୍କ ସହିତ ଯିଏ ମିଳନ ହୁଅନ୍ତି, ସେ ସବୁ କର୍ମରୁ ଧୀରେ ଧୀରେ ନିବୃତ୍ତ ହୋଇଯାଆନ୍ତି। ଭଗବାନ ତାକୁ ନିବୃତ୍ତ କରେଇ ଦିଅନ୍ତି। ଭାଗବତର ପଦ, ସେ କୃପା କଲେ ସମସ୍ତ କର୍ମରୁ ନିବୃତ୍ତ କରନ୍ତି। ଭକତି ଉପୁଜିବ ଯେବେ, ଛାଡ଼ିବ ସକଳ କର୍ମ ତେବେ। ତାକୁ ରାମକୃଷ୍ଣ କହୁଥିଲେ, ବୋହୂର 6-7 ମାସ ହେଲେ ଶାଶୁ କାମ କମେଇ ଦିଅନ୍ତି। ତ ଯାହା ଭିତରେ ସେଇ ଭାବ ଆସେ, ସେଇ ଚିନ୍ତା ଚେତନା ଭିତରେ ରହେ, ଆତ୍ମବୋଧ ଜ୍ଞାନ ଆସେ, ପରମପିତା ପରମବ୍ରହ୍ମ କୃପା କରି ତାକୁ ବିଷୟ କର୍ମରୁ, ଭୌତିକ କର୍ମରୁ ୱିଡ୍ର କରି ଆଧ୍ୟାତ୍ମିକ କର୍ମରେ ରଖେଇ ଦିଅନ୍ତି, ସେବାରେ ରଖେଇ ଦିଅନ୍ତି। କର୍ମରୁ ନିବୃତ୍ତ କରାଇକି ସେବାରେ ରଖେଇ ଦିଅନ୍ତି। ସେବା କଲା ବେଳେ ତାର କେତେବେଳେ ଫିଲିଙ୍ଗସ୍ ନଥାଏ ମୁଁ କରୁଛି ବୋଲି। ଯଦି ଜଣେ ସାଧୁ କହିବ ମୁଁ କରୁଛି, ସେଇଟା ସୁଦ୍ ସଂସାରୀଟା ସାଧୁ ରୂପ ଧାରଣ କରିଛି। ସୁଦ୍ ଘୋର ସଂସାରୀ। ମୁଁ ଏତେ ସମୟ ଖଟିଲି, ମୁଁ ଏତେ ପରିଶ୍ରମ କଲି, ମୁଁ ଏତେ କାମ କରିଦେଇ ପାରିଲି, ସବୁ ତ ସେ କଲେ, ତୁ ଗୋଟେ ଯନ୍ତ୍ରଟେ। ଇଏ ମାଇକ୍ରୋଫୋନ୍ କହିବ ମୁଁ ଏବେ କଥା କହୁଛି, ମୁଁ ଏବେ ବାଜୁଛି, ମୁଁ ଏବେ ସବୁ କରୁଛି, ବାବା ଏବେ କହିବା ବନ୍ଦ କରିଦେବେ। ସେ କିଛି କରିପାରିବ?
ଦେହରେ କରି ଅହଙ୍କାର, ବୋଲଇ ସର୍ବକର୍ମ ମୋର, ବୋଲଇ କରୁଅଛି ମୁହିଁ, ମୋ ଠାରୁ କର୍ତ୍ତା ଭିନ୍ନ ନାହିଁ। ଆଗ ଜ୍ଞାନ ଲାଭ କରନ୍ତୁ, ତାପରେ ଭଲ ଗୁରୁ ଗ୍ରହଣ କରନ୍ତୁ। ଭଲ ଗୁରୁ କହିବା କଥା, ଗୁରୁ ଗ୍ରହଣ କରନ୍ତୁ, ସାଧନା କରନ୍ତୁ, ତାପରେ ଆପଣ ଭିତରେ ଜ୍ଞାନ, ଭକ୍ତି, ବିଶ୍ୱାସ ସବୁ ଆସିବ। ଏ ଜଗତରେ ଯାହାର ଶ୍ରଦ୍ଧା ନାହିଁ, ବିଶ୍ୱାସ ନାହିଁ, ଭକ୍ତି ନାହିଁ, ସେ ଯିଏ ହଉ ତାର କିଛି ଏ ଜଗତରେ ଅଧିକାର ନାହିଁ। ଯାହାର ଶ୍ରଦ୍ଧା ଅଛି, ବିଶ୍ୱାସ ଅଛି, ଭକ୍ତି ଅଛି, ଭଗବତ ପ୍ରସଙ୍ଗ ଶୁଣିବାର ଅଧିକାର, ଭଗବତ ଆଲୋକରେ ଆଲୋକିତ ହେବାର ତାର ଅଧିକାର ହିଁ ଅଛି। ଶେଷରେ କ୍ରିୟାଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ପ୍ରଣାମ କରୁଛି। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ପ୍ରଣାମ କରୁଛି। ଉପସ୍ଥିତ ଭଗବତ ସ୍ୱରୂପଗଣ ସବୁରି ଭିତରେ ପରମାତ୍ମା ପରମ ବ୍ରହ୍ମକୁ ଉପଲବ୍ଧି କରି ପ୍ରଣାମ କରୁଛି। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍। ଜୟ ଗୁରୁଦେବ, ଜୟ ଜଗନ୍ନାଥ, ହରି ଓମ୍ ତତ୍ସତ୍।